ମୁଁ ପ୍ରାଇଭେଟ ସେକ୍ଟରରେ ଥିଲି। ପ୍ରାଇଭେଟ ସେକ୍ଟରରେ କାମ କରିବା ଭିତରେ ଆପଣ ସମସ୍ତେ ଜାଣିଥିବେ ଗୋଟେ ପେଣ୍ଡେମିକ୍ ସିଚୁଏସନ୍ ଆସିଲା ଯାହାର ନାଁ ହେଉଛି କୋଭିଡ-19। ତ ସେଇ ସମୟରେ ହାତରୁ ଜବ୍ ଯାଇଥିଲା, ଘରେ ଆସିକି ବସିଥାଏ କଣ କରିବି ଭାବୁଥାଏ। ଏମିତି ବସିବା ଭିତରେ 2 ବର୍ଷ ବିତିଗଲା, କିନ୍ତୁ କଣ କରିବି ଜାଣିପାରୁନଥାଏ। ଇନ୍ ଦ ଟାଇମ୍ ଏ ଅପରଚୁନିଟି ମତେ ମିଳିଲା, ଯାହା ମାଧ୍ୟମରେ ମିଳିଲା ସେ ମୋ ସାନ ଭାଇ ଏ ବିଜନେସ କୁ ସେ ଆରମ୍ଭ କରିଥିଲେ। ତ ତାଙ୍କଠୁ ହିଁ ମତେ ଏ ବିଜନେସ ମିଳିଛି। ଆଉ ତାଙ୍କ ଅପଲାଇନ ଯିଏ ସୁକାନ୍ତ ସାର୍, ସାର୍ ଆମ ଘରକୁ ଆସିଥିଲେ, ବିଜନେସ ବିଷୟରେ କଥା ହେଇଥିଲୁ। କଥା ହେଲା ଭିତରେ ମୁଁ ଇଣ୍ଟରେଷ୍ଟ ଦେଖେଇ ନଥିଲି। ତାପରେ ପଦ୍ମନାଭ ସାର୍ ଆସିଥିଲେ, ଆମର ଅଳଗୁଣ୍ଡରେ ଡିଷ୍ଟ୍ରିବ୍ୟୁସନ ପଏଣ୍ଟ ଅଛି, ସେଠି ଡିଷ୍ଟ୍ରିବ୍ୟୁସନ ପଏଣ୍ଟ ଓପନିଂ ହଉଥିଲା। ତ ସେଇ ସମୟରେ ମୁଁ ସେଠି ଯାଇଥାଏ। ସେଠି ଯିବା ଭିତରେ ମତେ ଜଣେ ସାର୍ ଅଛନ୍ତି, ଯାହା ସାରଙ୍କୁ ବି ମୁଁ ପ୍ରଣାମ କରୁଛି। ଯିଏ କି କାହ୍ନୁଚରଣ ପ୍ରଧାନ। ସାର୍ ଆମକୁ ବହୁତ ଗାଇଡ କରନ୍ତି, ଆମ ମେଣ୍ଟର ହିସାବରେ ଆମକୁ ସବୁବେଳେ ପାଖେ ପାଖେ ଥାନ୍ତି। ସାରଙ୍କ ପାଖରେ ମୋର କୋଟି କୋଟି ପ୍ରଣାମ, ଯାହା ହଉ ସାର୍ ଅଛନ୍ତି ବୋଲି ଆଜି ଆମେ ଟିମରେ ବିଲିଭ ର ସହିତ କାମ କରିପାରୁଛୁ। ତାଙ୍କ ବୟସକୁ ଦେଖିଲା ବେଳକୁ 70-75 ବର୍ଷ ବୟସ ହୋଇକିରି ବି ମଧ୍ୟ ସେ ଆଜି କାମ କରୁଛନ୍ତି ମାର୍କେଟରେ, ତାହେଲେ ଆମେ ତାଙ୍କ ଆଗରେ କଣ? ତ ସେଇ ଏନର୍ଜିକୁ ଦେଖିକିରି ଲାଗିଥିଲା ଯେ ସାର୍ ଯଦି କରିପାରୁଛନ୍ତି, ତାହେଲେ ମୁଁ କାହିଁ କରିପାରିବିନି। ସାର୍ ଏତେ ଫରେନ୍ ବୋଲି ତ ସେଇ ଜିନିଷଟା ମତେ ଆଟ୍ରାକ୍ଟିଭ କରିଥିଲା। ବିଜନେସ କୁ ଆରମ୍ଭ କରିଥିଲି। ଆରମ୍ଭ କରିବା ଭିତରେ ଆଜିକା ଦିନରେ ସୁଶାନ୍ତ ସାର୍ ଯେମିତି କହୁଥିଲେ, ଗୋଟେ ଛୋଟ ଲେବୁଲରେ ଅଛି ଯାହାର ନାଁ ହଉଛି ଏକ୍ଜିକ୍ୟୁଟିଭ ଡିରେକ୍ଟର। ତ ସେଇ ଏକ୍ଜିକ୍ୟୁଟିଭ ଡିରେକ୍ଟର ଲେବୁଲକୁ ବଢେଇବି, ଆଉ ଅନ୍ୟ ଲେବୁଲକୁ ବି ମଧ୍ୟ ଯିବି। ତା ସହିତ ମୁଁ ଆଚିଭମେଣ୍ଟ ପାଇଛି। ଆଚିଭମେଣ୍ଟ ପାଇବା ସହିତ ମୋ ଟିମର ବି ଛୋଟ ମୋଟ ଆଚିଭମେଣ୍ଟ ଅଛି। ନିଜେ ଇନକମ କରୁଛି, ନିଜ ସହିତ ଯୋଉମାନେ ବନ୍ଧୁ ଆସିଥିଲେ ତାଙ୍କୁ ବି କିଛି ରୋଜଗାରକ୍ଷମ କରେଇ ପାରୁଛି, ସେଇଟା ହଉଛି ବଡ କଥା। ଏବଂ ରିସେଣ୍ଟ ଏବେ ଥାଇଲାଣ୍ଡ ବି ବୁଲିକି ଆସିଛି। ତ ଫ୍ରେଣ୍ଡସ୍, ମୁଁ ଯୋଉ ସିଷ୍ଟମକୁ ଫଲୋ କରି ଆଜି ଏ ଜାଗାରେ ପହଞ୍ଚି ପାରିଛି, ଆପଣମାନେ ବି ଚାହିଁଲେ ସେ ସିଷ୍ଟମକୁ ଫଲୋ କରିପାରିବେ। କେମିତି କରିପାରିବେ? ନା ଦେଖନ୍ତୁ, ଗୋଟେ ଜିନିଷ ଯଦି ଆପଣ ସିଷ୍ଟମ ଥ୍ରୁରେ ଯିବେ, ତାହେଲେ ସବୁ କିଛି ଜିନିଷକୁ ଆପଣ ସକ୍ସେସଫୁଲି କରିପାରିବେ। କେମିତି? ନା ପ୍ରତ୍ୟେକଟି ଜିନିଷର ସିଷ୍ଟମ ଅଛି। କେମିତି? ନା ଦେଖନ୍ତୁ, ଆପଣ ଯେତେବେଳେ ପାଣି ଧର୍ମ ହଉଛି କଣ ନା ସବୁବେଳେ ନିଚକୁ ଯିବ। ଯୁଆଡେ ଗଡାଣିଆ ହେଇଥିବ ଆପଣ ଗୋଟେ ଜାଗାରେ ପାଣି ଢାଳି ଦେବେ, ଯୁଆଡେ ଗଡାଣିଆ ହେଇଥିବ ପାଣି ସିଆଡିକି ଗଡିବ। କିନ୍ତୁ ପାଣି, ସେଇ ପାଣି ଅଛି ନିଚକୁ ଯିବା ବଦଳରେ 10 ତାଲା ବା 15 ତାଲା ଆପଣଙ୍କର ବିଲ୍ଡିଂକୁ ବି ଯାଉଛି। କେମିତି? ଯାହାର ନାଁ ହଉଛି ମୋଟର। ଆଉ ମୋଟର ହଉଛି ଗୋଟେ ସିଷ୍ଟମ। ସେମିତି ଏ ମୁଦିକେୟାର ହଉଛି ଗୋଟେ ସିଷ୍ଟମ। ଏ ସିଷ୍ଟମ ହଉଛି ଆପଣଙ୍କ ସକ୍ସେସର ସିଷ୍ଟମ। ଯଦି ସିଷ୍ଟମକୁ ଆପଣ ମାନେ ପ୍ରପର ୱେରେ ଫଲୋ କରିବେ, ତାହେଲେ ଆପଣ ନିଶ୍ଚିତ ସକ୍ସେସକୁ ପହଞ୍ଚି ପାରିବେ। ଯିବା ଆମେ ଆଜିର ପ୍ରୋଗ୍ରାମ ଯୋଉ ପ୍ରିନ୍ସିପଲକୁ ମୁଁ ମାନି ଆଜିକା ଦିନରେ ସକ୍ସେସ ପାଇଛି, ବା ମୋ ଟିମରେ କିଛି ସକ୍ସେସ ଆସିଛି, ସେଇ ବିଷୟରେ ମୁଁ ଆପଣଙ୍କୁ କହିବି। କିଛି ବଡ କଥା କହିବି ନାହିଁ। ଯାହା ଫିଲ୍ଡର ଏକ୍ସପିରିଏନ୍ସ ନେଇଛି ଏବଂ ଯାହା କାମ କରି ମୁଁ ଆଜି ସକ୍ସେସ୍ ହେଇଛି, ଏବଂ ଯାହା କାମ କରି ଆଜିକା ଦିନରେ ଭାରତ ବର୍ଷରେ ଯୋଉ ଲିଡର ମାନେ ସକ୍ସେସ୍ ହଉଛନ୍ତି, କେବଳ ଏଇ ଛୋଟ ମୋଟ ପଏଣ୍ଟକୁ ନେଇକି। ତ ଆପଣମାନେ ବି ଯଦି ଏଇ ପ୍ରିନ୍ସିପଲକୁ ଆପଣଙ୍କ ସିଷ୍ଟମରେ ଆଡ୍ କରିବେ, ତାହେଲେ ନିଶ୍ଚିତ ସକ୍ସେସ୍ ପାଇବେ। ତ ଆଜିର ଟପିକ୍ ହଉଛି କଣ ନା, ପ୍ରିନ୍ସିପଲ୍ସ ଅଫ୍ ସୋ ଦ ପ୍ଲାନ୍। ମାନେ କଣ କଣ ପ୍ରିନ୍ସିପଲ ଆମେ ମାନିବା, ଯାହା ଫଳରେ ଆମେ ବେଟର ପ୍ଲାନ ସବୁ କରିପାରିବା। କୋଉ ୱେରେ ଗଲେ, କୋଉ ବାଟରେ ଗଲେ, କୋଉ ପ୍ରିନ୍ସିପଲକୁ ମାନିଲେ ଆମେ ପ୍ଲାନ୍ ସବୁ ଭଲସେ କରିପାରିବା, ଆଜିର ଟପିକ୍ ହଉଛି ତା ଉପରେ। ତ ଆପଣ ମାନେ ଇଣ୍ଟରେଷ୍ଟେଡ ଅଛନ୍ତି ଜାଣିବା ପାଇଁ? ୟେସ୍ ସାର୍। ଥ୍ୟାଙ୍କ ୟୁ Yes, ମ୍ୟାମ୍। sir. ନେକ୍ସଟ ସ୍ଲାଇଡକୁ ଯିବା। ତ ଦେଖିବା କଣ ସେଇ ପ୍ରିନ୍ସିପଲ ଗୁଡାକ ଯାହା ଆମେ ଆକ୍ଚୁଆଲି କରୁଛେ, ଆଉ ଯୋଉ ପ୍ରିନ୍ସିପଲ ଗୁଡାକ ଆମେ ମାନୁନେ, ସେଇଟାକୁ ବି ଆମେ ଆଜି ଜାଣିବା। ତ ଫ୍ରେଣ୍ଡସ୍, ମୁଁ ଆପଣ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି, ଆଜିର ଏଇ ପ୍ରୋଗ୍ରାମ ମୂଲ୍ୟବାନ ପ୍ରୋଗ୍ରାମ, ଏଇ ଯୋଉ ସମୟ ଆଜି ଆମେ ଦେଇଛେ, ତାକୁ ଇନଭେଷ୍ଟ କରିଛେ, ତ ଆପଣମାନେ ସମସ୍ତେ ଡାଏରୀ ଆଉ ପେନ୍ ଧରିକି ବସନ୍ତୁ। ଯାହାଫଳରେ କି ଯାହା ବି ପଏଣ୍ଟ ମୁଁ ଆଜି ଆଲୋଚନା କରିବି, ଆପଣ ତାକୁ ନୋଟ୍ ଡାଉନ କରନ୍ତୁ। କାହିଁକି ନା ନୋଟ୍ ଡାଉନ କଲେ କଣ ହବ ନା, ଆପଣଙ୍କ ହାତ ଲେଖୁଛି, ଆପଣଙ୍କ ବ୍ରେନ ସେଇଟା କଣ କରୁଛି, ଗ୍ରହଣ କରୁଛି, ଏବଂ ଆପଣ ଆଖି ଦେଖୁଛି। ତ ତିନିଟା ଇନ୍ଦ୍ରିୟ ଆପଣଙ୍କର କାମ କରିବ। ସେଥିପାଇଁ ଆପଣ ନୋଟ୍ ଡାଉନ କରନ୍ତୁ। ସମସ୍ତଙ୍କୁ ମୋର ରିକ୍ୱେଷ୍ଟ, ଖାତାରେ ଲେଖନ୍ତୁ। ଦେଖନ୍ତୁ, ଆମେ ପ୍ରିନ୍ସିପଲକୁ ଯୋଉ ମାନୁଛେ, ଆକ୍ଚୁଆଲି ପ୍ରିନ୍ସିପଲ କଣ? କୋଉ କୋଉ ପ୍ରିନ୍ସିପଲକୁ ଆମେ ମାନିଲେ ପ୍ଲାନ୍ ସବୁ ଭଲସେ କରିପାରିବା। ତ ଫାଷ୍ଟ ପ୍ରିନ୍ସିପଲ ହଉଛି କଣ ନା, ବି ପ୍ରିପେୟାର୍ଡ ଫର୍ ଲିସେନ୍ ୟେସ୍ ଆଣ୍ଡ ନୋ। ଦେଖନ୍ତୁ, ଆମେ ଯେତେବେଳେ ଯୋଉଠିକି ପ୍ଲାନ୍ ସବୁ କରିବାକୁ ଯାଉଛେ, ଆମେ ସବୁବେଳେ ପ୍ରିପେୟାର ଥିବା ଦରକାର। ୟେସ୍ ଆସୁ କିମ୍ବା ନୋ ଆସୁ, ଯାହା ବି ଆସୁ ଶୁଣିବାକୁ, ଆମେ ତାକୁ ତା ପାଇଁ ପ୍ରସ୍ତୁତ ଥିବା ଦରକାର। ଆମେ ପ୍ରାୟ ଜାଗାରେ ଦେଖିଛେ କଣ ହେଇଛି ନା, ଆମେ ଯେତେବେଳେ ପ୍ଲାନ୍ ସବୁ କରିବାକୁ ଯାଏ, ବିଜନେସ୍ ୱେରେ କାହାକୁ ଅପରଚୁନିଟି ସେୟାର କରିବାକୁ ଯାଏ, ଆମେ ସବୁବେଳେ ହୋପ ନେଇକି ଯାଏ ଯେ ସେ ଲୋକଟି ଜଏନ୍ କରିଯିବ, ଆଉ ହୁଏତ କିଛି ଡିଲ୍ କରିବ, ଆଉ ଏ ମାସରେ ଯାହା ମୋର କିଛି ଅଛି ମାନେ ଆଚିଭମେଣ୍ଟ କରିବା ପାଇଁ, ସେ ମୋତେ ହେଲ୍ପ କରିବ। କିନ୍ତୁ ଦେଖନ୍ତୁ ଫ୍ରେଣ୍ଡସ୍, ଯଦି ଆପଣ ପାଇବାର ଆଶା ନେଇକି କାହା ପାଖକୁ ଯିବେ, ତାହେଲେ ଆପଣ ଯଦି ସେଠି ଆନ୍ସର ନ ପାଇଲେ, କିଛି ୟେସ୍ ନ ପାଇଲେ, ତାହେଲେ ଆପଣଙ୍କ ମନକୁ ବହୁତ କଷ୍ଟ ହବ। ସେଥିପାଇଁ ଆପଣ ସବୁବେଳେ ପ୍ରିପେୟାର ରୁହନ୍ତୁ। ପାଇବାର ଆଶା ରଖି ଯାଆନ୍ତୁ ନାହିଁ। ଅନ୍ୟ ଲୋକ ପାଇଁକା ଚେଷ୍ଟା କରିକି ଯାଆନ୍ତୁ। ଅନ୍ୟ ଲୋକ ପାଇଁ ଚିନ୍ତା କରିକି ଯାଆନ୍ତୁ। ତା ବିଷୟରେ ଭାବିକି ଯାଆନ୍ତୁ। ଯଦି ସେ କରିବ ତାର ବେଟର, ଯଦି ନ କରିବ ବେଟର।
ଯଦି ତା ଭାଗ୍ୟରେ ଥିବ ସେ କରିବ, ଯଦି ତା ଭାଗ୍ୟରେ ନଥିବ ସେ କରିବନି। ଆପଣ ଯେତେ ପ୍ଲାନ୍ ସବୁ ଭଲ ଦେଖେଇଲେ ବି ପ୍ରମୋଦ ଆଚାର୍ଯ୍ୟ ସାର୍ ଆସିକି ବି ଯଦି କାହାକୁ ପ୍ଲାନ୍ ଦେଖାନ୍ତି, ଯଦି ତାର କରିବାର ଥିବ ସେ ଯେମିତି ହେଲେ କରିବ। ଯଦି ତାର ନ କରିବାର ଥିବ, ଯେତେ ବଡ ଲିଡର ଆସିକି ତାକୁ ପ୍ଲାନ୍ ଦେଖେଇଲେ ସେ କରିବ। ତ ଆପଣ ସବୁବେଳେ ପ୍ରିପେୟାର ରୁହନ୍ତୁ ୟେସ୍ ଆଉ ନୋ ଶୁଣିବା ପାଇଁକା। ଯଦି ଆପଣ ୟେସ୍ ଆଉ ନୋ ଶୁଣିବା ପାଇଁକା ପ୍ରିପେୟାର ନ ରହିବେ ନା, ତାହେଲେ ଆପଣଙ୍କର କଣ ହବ ନା, ଯଦି ଆପଣ ମାର୍କେଟକୁ ଯାଉଛନ୍ତି 2-3ଟା ନୋ ଶୁଣିଦେଲେ, ତାହେଲେ ଆପଣଙ୍କ କଣ ହବ ନା ଅଟୋମେଟିକ ଆପଣଙ୍କ ବ୍ରେନ ସେଇଟା କନସିଭ୍ କରିଯିବ ଯେ ପ୍ରକୃତରେ ଏ ନେଟୱାର୍କ ମାର୍କେଟିଂ ସିଷ୍ଟମ ବା ଏ ସିଷ୍ଟମ ବହୁତ କଷ୍ଟ। ସେଥିପାଇଁ ସବୁବେଳେ ମାନେ ମାଇଣ୍ଡରେ ରଖନ୍ତୁ ଯେ ମୁଁ ପ୍ରିପେୟାର ରହିବି, ୟେସ୍ ଆସୁ ବା ନୋ ଆସୁ, ଯାହା ବି ଆସୁ ମତେ ଶୁଣିବାର ଅଛି। ମୋ କାମ ହଉଛି ଲୋକଙ୍କୁ ପ୍ଲାନ୍ ଦେଖେଇବା, ମୁଁ ଲୋକଙ୍କୁ ପ୍ଲାନ୍ ଦେଖେଇବି। କୋଉଠି ନ ଆସିବ, କୋଉଠି ୟେସ୍ ଆସିବ। ଯେତେବେଳେ ଆପଣ ପ୍ଲାନ୍ ସହ ଦେଖଉଛନ୍ତି, ଯଦି କୋଉଠି ୟେସ୍ ଆସିଯାଉଛି, ଆପଣ ମନ ଖୁସି ହଉଛି ନା ହଉନି? ସେତେବେଳେ ଯେତେବେଳେ ନୋ ଆସୁଛି, ଯାହାର ପଜିଟିଭ ଥାଏ ତାର ନେଗେଟିଭ ବି ଥାଏ। ତ ସବୁବେଳେ ଆମେ କଣ କରେ ନା, ସବୁବେଳେ ପଜିଟିଭ ଉପରେ ବେଶୀ ଆଟ୍ରାକ୍ଟିଭ ହୁଏ, ପଜିଟିଭ ୱେକୁ ଦେଖେ। ଯେହେତୁ ପଜିଟିଭ ୱେକୁ ଦେଖେ, ସେଟା ପଜିଟିଭ ନୁହେଁ, ଆମ ମନକୁ ଅଟୋମେଟିକ ନେଗେଟିଭ ଆସିଯାଏ। ତ ସେଥିପାଇଁ ସବୁବେଳେ ପ୍ରିପେୟାର ରୁହନ୍ତୁ, ୟେସ୍ ଆସୁ କିମ୍ବା ନୋ ଆସୁ, ମୁଁ ସବୁବେଳେ ପ୍ରିପେୟାର ରହିବି ଆଉ ତାକୁ ରିସିଭ୍ କରିବି ଯାହା ବି ଆସୁ। ଯାହା ଫଳରେ କଣ ହବ ନା, ଆପଣ ଗୋଟେ ଲର୍ଣ୍ଣିଂ ପ୍ରୋସେସରେ ପଡିଯିବେ ଏବଂ କଣ୍ଟିନ୍ୟୁ ପ୍ରୋସେସରେ ପଡିଯିବେ ଯେ ମତେ ଏଇ କାମ କରିବାର ଅଛି, ୟେସ୍ ଆସୁ ବା ନୋ ଆସୁ, ମତେ ମାର୍କେଟରେ ଲୋକଙ୍କୁ ପ୍ଲାନ୍ ଦେଖେଇବାର ଅଛି, ଆଉ ସବୁବେଳେ ପାଇଁ ପ୍ରିପେୟାର ହବାର ଅଛି। ପ୍ରିପେୟାର ରହିଲେ ହିଁ ମୁଁ ୟେସ୍ ବା ନୋ ଯାହା ବି ମତେ ଆନ୍ସର ଆସୁ, ମୁଁ ତାକୁ ଗ୍ରହଣ କରିପାରିବି। କାହିଁକିନା ଆମର ପାଇବାର ଆଶା ସେଠି କମ୍ ଥାଏ। ଯଦି ଆପଣ ପାଇବା ଆଶା ନେଇକି ଯାଉଛନ୍ତି, ତାହେଲେ ନୋ ଶୁଣିଲା ମାନେ ଆପଣ ମନ ଅଟୋମେଟିକ ଦୁଃଖ ହବ। ସେଥିପାଇଁ ଆପଣ ସବୁବେଳେ କଣ କରିବେ ନା, ପ୍ରିପେୟାର ରୁହନ୍ତୁ ୟେସ୍ ଆ ନୋ ପାଇଁ। ସେକେଣ୍ଡ ପଏଣ୍ଟ ହଉଛି କଣ ନା, ସସ୍ପେକ୍ଟିଂ। ଦେଖନ୍ତୁ, ପ୍ରସ୍ପେକ୍ଟିଂ ପୂର୍ବରୁ ଆପଣଙ୍କୁ ସସ୍ପେକ୍ଟ କରିବାକୁ ପଡିବ। ଆକ୍ଚୁଆଲି ସେ ଲୋକଟି କଣ ଚାହୁଁଛି। ଆମେ ମାନେ ପ୍ରାୟ ସମୟରେ କଣ ଭୁଲ କରେ ନା, ସାମ୍ନା ବାଲା ଲୋକର କିଛି ନିଡ୍ ଥିବ କିନ୍ତୁ ଆମେ କିଛି ନିଡ୍ ଦେଖାଉଥିବା। ଏଇଟା ହୁଏ ନା ହୁଏନି? ତ ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ଯେତେବେଳେ ଆପଣ ପ୍ରସ୍ପେକ୍ଟିଂ କରିବାକୁ ଯାଉଛନ୍ତି, ପ୍ରସ୍ପେକ୍ଟିଂର ପୂର୍ବ କାମ ହଉଛି ସସ୍ପେକ୍ଟିଂ। ସସ୍ପେକ୍ଟିଂ ଅର୍ଥ କଣ? ମାନେ ତା ବିଷୟରେ ଜାଣିବା। କଲେକ୍ଟ ମ୍ୟାକ୍ସିମମ୍ ଇନଫର୍ମେସନ ଅଫ୍ ୟୋର ପ୍ରସ୍ପେକ୍ଟ। ଆପଣଙ୍କର ଯିଏ ପ୍ରସ୍ପେକ୍ଟ ଅଛି ତାର ମ୍ୟାକ୍ସିମମ୍ ତାର ବିଷୟରେ ଇନଫର୍ମେସନ କଲେକ୍ଟ କରନ୍ତୁ। ଯିବା ପୂର୍ବରୁ ଆଗ ସାଙ୍ଗେ ସାଙ୍ଗେ ପ୍ଲାନ୍ ଦେଖେଇବେ ନାହିଁ, ଆଗ ବସନ୍ତୁ ତା ପାଖରେ। ଫୋନ ଯୋଗେ ତ ପୁଣି ଆପଏଣ୍ଟମେଣ୍ଟ ନେଇଥିବେ ନା ନେଇନଥିବେ? ସେ ଫୋନ ଯୋଗେ ଯେତେବେଳେ ଆପଏଣ୍ଟମେଣ୍ଟ ନେଇଥିବେ, ତା ସାଥିରେ କିଛି କଥା ହୁଅନ୍ତୁ, ତା ଡିଟେଲ୍ସରେ ଜାଣନ୍ତୁ, ତା ବିଷୟରେ, ତା ପରିବାର ବିଷୟରେ ଜାଣନ୍ତୁ, ତା ଭଲ ମନ୍ଦ ବିଷୟରେ ଜାଣନ୍ତୁ। ଯେତେବେଳେ ଆପଣ ସସ୍ପେକ୍ଟିଂ କରିବା ଆରମ୍ଭ କରିବେ, ଡିଟେଲ ବିଷୟରେ ତାର ଜାଣିବାକୁ ଚେଷ୍ଟା କରିବେ, ସେତେବେଳେ ଆପଣଙ୍କୁ ନିଶ୍ଚୟ କିଛି ନା କିଛି ଗୋଟେ କ୍ଲୁ ମିଳିବ, ଯାହା ଫଳରେ କି ଆପଣ ସସ୍ପେକ୍ଟିଂ ୱେରେ ପ୍ରସ୍ପେକ୍ଟିଂ କରିପାରିବେ। ଯଦି ଆପଣ ସସ୍ପେକ୍ଟ କରୁନାହାନ୍ତି ନା, ଆପଣ ଜାଣୁନାହାନ୍ତି ସାମ୍ନା ବାଲାର କଣ ଦରକାର ଅଛି। ସାମ୍ନା ବାଲାକୁ ଭୋକ ହଉଛି କଣ ଖାଇବା ପାଇଁ, ଆପଣଙ୍କର ପନିର ଖାଇବା ପାଇଁ, କିନ୍ତୁ ଆପଣ ତାକୁ ମଟନ ଦଉଛି, କିନ୍ତୁ ସେ ମଟନ ଖାଏନି, ସେ ଖାଇବ କି? ଖାଇବନି, ସେ ପିଓର ଭେଜିଟେରିଆନ। କିନ୍ତୁ ଆପଣ ଯଦି ତାର ନିଡ୍ ଅଛି ଗୋଟେ, ଆପଣ ତାଙ୍କୁ ଦଉଛନ୍ତି ଗୋଟେ, ତାର ପନିର ନିଡ୍ ଅଛି, ଆପଣ ତାକୁ ଦଉଛନ୍ତି ମଟନ। ମଟନ ଦାମୀ ହେଲେ ବି, ମଟନ ଟେଷ୍ଟି ହେଲେ ବି ସେ ଖାଇବେନି। କାହିଁକି ନା, ଆପଣ ତାକୁ ସସ୍ପେକ୍ଟ କଲେନି। ଆପଣ ଖାଲି ପ୍ରସ୍ପେକ୍ଟିଂ କରିବାକୁ ଚେଷ୍ଟା କଲେ, କିନ୍ତୁ ସସ୍ପେକ୍ଟିଂ କଲେ ନାହିଁ। ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ପ୍ରସ୍ପେକ୍ଟିଂ ପୂର୍ବରୁ ଆଗ ସସ୍ପେକ୍ଟିଂ କରିବେ, ତା ବିଷୟରେ ଆଗ ଚିନ୍ତା କରିବେ, ତା ବିଷୟରେ ଆଗ ଜାଣିବା କଣ ସେ ଲୋକ ଚାହୁଁଛି, ଆକ୍ଚୁଆଲି ତାର ଫଣ୍ଡା କ୍ଲିୟର ଅଛି କି ନାହିଁ, ତାର ନିଡ୍ କଣ ଅଛି। ଏ ବିଷୟରେ ଯେତେବେଳେ ଆପଣ ଆନାଲାଇଜ କରିଦେବେ, ଆପଣଙ୍କୁ ନିଶ୍ଚୟ କିଛି ନା କିଛି ଗୋଟେ କ୍ଲୁ ମିଳିଯିବ, ଯାହା ଫଳରେ କି ଆପଣ ସେଇ ୱେରେ ତାକୁ ପ୍ଲାନ୍ ଦେଖେଇବେ, ଆଉ ଯାହା ଫଳରେ କି ଆପଣଙ୍କ ପ୍ଲାନ୍ ସକ୍ସେସ୍। ତ ପ୍ରସ୍ପେକ୍ଟିଂ ପୂର୍ବରୁ ଆଗ ସସ୍ପେକ୍ଟିଂ କରନ୍ତୁ, ତା ବିଷୟରେ ଜାଣନ୍ତୁ, ଆଗ ଡିଟେଲଲି ଜାଣନ୍ତୁ, ଇନଫର୍ମେସନ କିଛି ତା ଭିତରେ କଲେକ୍ଟ କରନ୍ତୁ। ନେକ୍ସଟ ପଏଣ୍ଟ ହଉଛି କଣ, 3 ନମ୍ବର ପଏଣ୍ଟ, ଶୋ ଅପରଚ୍ୟୁନିଟି ବେସ୍ଡ ପ୍ଲାନ୍। ଯେତେବେଳେ ଆପଣ ପ୍ଲାନ୍ ଶୋ କରୁଛନ୍ତି ନା, ସବୁବେଳେ ଅପରଚ୍ୟୁନିଟି ବେସ୍ଡ ପ୍ଲାନ୍ ଶୋ କରନ୍ତୁ। ଇଫ୍ ୟୁ ପ୍ରମୋଟ ପ୍ରଡକ୍ଟ ୟୁ ଗେଟ୍ ୟୁଜର। ଯଦି ଆପଣ ପ୍ରଡକ୍ଟକୁ ପ୍ରମୋଟ କରୁଛନ୍ତି, ତାହେଲେ ଆପଣ ୟୁଜର ପାଇବେ। ଇଫ୍ ୟୁ ପ୍ରମୋଟ ବିଜନେସ ପ୍ଲାନ୍ ୟୁ ଗେଟ୍ ବିଜନେସ ବିଲ୍ଡର। ଯଦି ଆପଣ ବିଜନେସ ପ୍ଲାନ୍ ଦେଖଉଛନ୍ତି ନା, ତାହେଲେ ଆପଣ ବିଜନେସ ବିଲ୍ଡର ପାଇବେ। ଇଫ୍ ୟୁ ପ୍ରମୋଟ ଭିଜନ ୟୁ ଗେଟ୍ ଲିଡର। ମୁଁ ଟିକେ ପୂର୍ବରୁ କହୁଥିଲି ନା, ତାର ଭିଜନ କଣ ଅଛି, ସସ୍ପେକ୍ଟ କେମିତି କରିବେ, ତାର କଣ ନିଡ୍ ଅଛି, ତା ଡ୍ରିମ୍ କଣ ଅଛି। ଯଦି ତା ଭିଜନକୁ ଆପଣ କ୍ଲିୟର କରିପାରିଲେ ନା, ତା ଭିଜନ ଉପରେ ଆପଣ ଯାଇକିରି ଡାଇରେକ୍ଟ ହାମର ପକେଇଲେ ନା, ତାହେଲେ ଅଟୋମେଟିକ ସେ କଣ ହବ ନା, ଆପଣଙ୍କ ଲିଡର ହେଇକି ବାହାରିବ। ସେଥିପାଇଁ ଆପଣ କଣ କରନ୍ତୁ, ଯେତେବେଳେ ପ୍ଲାନ୍ ଦେଖୁଛନ୍ତି, ସବୁବେଳେ ଅପରଚ୍ୟୁନିଟି ବେସ୍ଡ ପ୍ଲାନ୍ ଦେଖାନ୍ତୁ, କେବେ ପ୍ରଡକ୍ଟକୁ ପ୍ରମୋଟ କରାନ୍ତୁନି। ବିଜନେସ ପ୍ଲାନ୍ ଉପରେ ବେଶୀ ଫୋକସ ନ କରି, ଆପଣ ତାର ଭିଜନ ଉପରେ ବେଶୀ, ତାର ନିଡ୍ କଣ ଅଛି। ପ୍ଲାନ୍ ଆମେ ଦେଖୁଛେ ନା, ଆମେ ସବୁବେଳେ ଅପରଚ୍ୟୁନିଟି ବେସ୍ଡ ପ୍ଲାନ୍ ଦେଖେଇବା ଦରକାର। କିନ୍ତୁ ଆମେ କଣ କରୁଛେ ନା, ଆମେ ୟୁଜର ହିସାବରେ ପ୍ଲାନ୍ ଦେଖୁଛେ ପ୍ରାୟ ଜାଗାରେ। ଆମେ ପ୍ରଡକ୍ଟ ଉପରେ ବେଶୀ ଫୋକସ କରୁଛେ, କେମିତି ସେ ଲୋକଟି ଜଏନ୍ କରିଯାଉ, ପ୍ରଡକ୍ଟ କିଣିଦଉ। କିନ୍ତୁ ଦେଖନ୍ତୁ, ଯଦି ପ୍ରଡକ୍ଟ ସେ କିଣିବାର ଥିଲା, ସେ ଆପଣଙ୍କଠୁ କାହିଁ କିଣିବ? ମାର୍କେଟରେ ତ ବହୁତ କମ୍ପାନୀ ଅଛି, ମାର୍କେଟରେ ତ ବହୁତ ଦୋକାନ ଅଛି, ସେ ଆପଣଠୁ କାହିଁକି ଖାଲି କିଣିବ? ସବୁବେଳେ ମନେ ରଖିଥାନ୍ତୁ, କଷ୍ଟମର କେବେ ଗୋଟେ ଜାଗାରୁ ପ୍ରଡକ୍ଟ କିଣିବେ ନାହିଁ। ସେଥିପାଇଁ ଆପଣ ସବୁବେଳେ କଣ କରିବେ ନା, ଭିଜନକୁ ପ୍ରମୋଟ କରାଇବେ।
ଯଦି ଆପଣ ଭିଜନ କୁ ପ୍ରମୋଟ କରିଛନ୍ତି, ଆପଣଙ୍କ ଭିଜନ କଣ ଅଛି, ତା ଭିଜନ କଣ ଅଛି, ଯଦି ସେ ଭିଜନ କୁ ଆପଣ ମ୍ୟାଚ୍ କରିଗଲା ନା, ତାହେଲେ ଅଟୋମେଟିକ ସେ ଲୋକ ଜୀବନ ଥିବା ପର୍ଯ୍ୟନ୍ତ ଲିଡର ହେଇକି ଆପଣଙ୍କର ରହିବ। ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ପ୍ରଡକ୍ଟ ଉପରେ ଯେତିକି ଫୋକସ ନ କରିବେ, ଅଧିକା ଫୋକସ କରିବେ କାହା ଉପରେ ନା ତା ଭିଜନ ଉପରେ। ଆପଣଙ୍କ ଭିଜନ ତା ଭିଜନ ମ୍ୟାଚ୍ କରୁଥିବା ଦରକାର। ଯଦି ମ୍ୟାଚ୍ କରିଗଲା ନା, ତାହେଲେ ସେ ଲିଡର ଅଟୋମେଟିକ ଅଟୋ ମୋଡରେ ଚାଲିବ। ଅପରଚୁନିଟି ବେସ୍ ପ୍ଲାନ୍ ଆପଣ ଦେଖିବାକୁ ଚେଷ୍ଟା କରନ୍ତୁ। ନମ୍ବର 4 ପଏଣ୍ଟ ହେଲା କଣ ନା, ଫିକ୍ସ ଟାଇମ ଆଣ୍ଡ ପ୍ଲେସ୍ ଫର ପ୍ରସ୍ପେକ୍ଟିଂ ପ୍ଲାନ୍, ସରି ଫର ପ୍ରେଜେଣ୍ଟିଂ ପ୍ଲାନ୍। ଦେଖନ୍ତୁ ଆମେ ବହୁତ ସମୟରେ ଭୁଲ କରେ କଣ ନା, ଆମେ ଟାଇମ ଆଉ ପ୍ଲେସ କୁ କଣ କରେ ନା ଆପଏଣ୍ଟମେଣ୍ଟ ନିଏ ନାହିଁ। ଅଚାନକ କିଏ ଗୋଟେ ଡାକିଦେଲା, ଆମେ ଯାଇଭାରି ପ୍ରୋଗ୍ରାମ କରିବାକୁ। ଏଇଟା ଠିକ କଥା ନୁହେଁ। କାହିଁକି ନା ଦେଖନ୍ତୁ, ଯେତେବେଳେ ଆପଣଙ୍କୁ କିଏ ଗୋଟେ ଅଚାନକ ଇନଫର୍ମେସନ, ଆପଣ କାହାକୁ ଯୋଗାଯୋଗ କରୁଛନ୍ତି, ଅଚାନକ ଆପଣଙ୍କୁ ସେ କହିଲା ଯିବା ପାଇଁକା, ଆପଣ ଗଲେ ତ ସେଠି ତା ମାଇଣ୍ଡରେ ଡେଭଲପ ହବ କଣ, ବା ତା ମାଇଣ୍ଡରେ ନେଗେଟିଭ ଆସିବ କଣ ନା, ଇଏ ଲୋକଟି କିଛି କାମ କରୁନି, ଘରେ ବସିଥିଲା, ମୁଁ ଡାକିଲା ମାନେ ଆସିବ। ସବୁବେଳେ ମନେ ରଖିଥାନ୍ତୁ, ଯେତେବେଳେ ଆପଣ ପ୍ଲାନ୍ କାହାକୁ ଦେଖେଇବାକୁ ଯାଉଛନ୍ତି ନା, ଫିକ୍ସ ଟାଇମ ଆଉ ପ୍ଲେସ୍, ଯୋଉ ଟାଇମ ଫିକ୍ସ କରୁଛନ୍ତି ଆଉ ପ୍ଲେସ୍ ବି ଫିକ୍ସ କରନ୍ତୁ। କାହିଁକି ନା ଯଦି ବାଟଘାଟରେ ଆପଣ ପ୍ଲାନ୍ ଦେଖେଇବେ, ତାହେଲେ ସେ ବାଟଘାଟ ଭଳିଆ ହିଁ ପ୍ରୋଗ୍ରାମ ଆପଣଙ୍କର ହବ। ଆପଣ ଗୋଟେ ପାନ ଦୋକାନରେ ପ୍ଲାନ୍ ଦେଖଉଛନ୍ତି, ଆଉ ଗୋଟେ ଘରେ ବସିକି ଜଣଙ୍କର ପ୍ଲାନ୍ ଦେଖୁଛନ୍ତି, କୋଉଟା ବେଟର ହବ? ଘରେ ବସି ପ୍ଲାନ୍ ଦେଖିବାଟା ବେଟର ହବ। କାହିଁକି ନା ଆପଣ ତାଙ୍କ ଘରେ ବସିଲେ, ଡିଟେଲରେ କଥା ହେଲେ, ସେ ବୁଝିଲେ ଆପଣଙ୍କ କଥାଟା, ଏବଂ ସେ ଏରିଆ, ସେ ଯୋଉ ପ୍ଲେସରେ ବସିଛନ୍ତି, ସେ ପ୍ଲେସ ଟା ଆପଣଙ୍କର ନିଟ୍ ଆଣ୍ଡ କ୍ଲିନ ଅଛି, ଆଟମସ୍ଫିୟର ଭଲ ଅଛି, ଯାହା ଫଳରେ କି ସେ କଥାଟାକୁ ଆପଣଙ୍କୁ ରିସିଭ କରିପାରିବ। କିନ୍ତୁ ପାନ ଦୋକାନରେ ବସିକି ପ୍ଲାନ୍ ଦେଖେଇଲେ କଣ ହବ? ପାନ ଦୋକାନକୁ କିଏ ଆସୁଥିବ, ଭାଇ ଗୋଟେ ପାନ ଦେଲ, କିଏ ଆସୁଥିବ କହୁଥିବ ଗୋଟେ ସଫଲ ଦିଅନ୍ତୁ ଭାଇ, ଗୁଟକାଟେ ଦେଲେ, କିଏ କହୁଥିବ ଗୋଟେ ଭାଇ ମିକ୍ସଚର ପ୍ୟାକେଟଟେ ଦେଲେ। ତାହେଲେ ଚିନ୍ତା କରନ୍ତୁ, ସେଠି ତା ମାଇଣ୍ଡଟା କଣ ହେଲା, ଡିଷ୍ଟର୍ବ ହେଲା ନା ହେଲାନି? ସେଥିପାଇଁ Yes. ସବୁବେଳେ ମନେ ରଖିନ୍ତୁ, ଆପଣ ସବୁବେଳେ ପ୍ଲାନ୍ ଯେତେବେଳେ ଦେଖଉଛନ୍ତି ନା, ଯଦି ସେ ଟାଇମ ଦଉନି ନା, ସେ ପ୍ଲାନ୍ ସେଦିନ ଦେଖାନ୍ତୁନି, ଆଉ ଗୋଟେ ଦିନର ଆପଏଣ୍ଟମେଣ୍ଟ ନିଅନ୍ତୁ। କିନ୍ତୁ ପ୍ଲାନ୍ ପ୍ରପର ଜାଗାରେ ଏବଂ ପ୍ରପର ଟାଇମରେ ଦେଖାନ୍ତୁ। ଫିକ୍ସ ଟାଇମ, ଟାଇମକୁ ଫିକ୍ସ କରନ୍ତୁ। ଆମେ ବହୁତ ଜାଗାରେ କଣ କରୁଛେ, ଆମେ ଯେତେବେଳେ ଅଫଲାଇନକୁ ନେଇକି ଯାଉଛେ ନା ପ୍ଲାନ୍ ଦେଖିବାକୁ, ଆମେ ଏଟା ଛୋଟ ଛୋଟ କଥା ଗୁଡାକ ଟିକେ ଧ୍ୟାନ ଦେବା ଦରକାର। ଆମ ଟିମରେ ତ ବହୁତ ଲିଡର ହେଲେଣି, କାହାକୁ ଇଙ୍ଗିତ କରି ମୁଁ କହୁନି, ଆପଣମାନେ ସମସ୍ତେ ନିଜେ ଫିଲ୍ କରିପାରୁଥିବେ, ଆମେ ଯେତେବେଳେ ଅଫଲାଇନକୁ ଗୋଟେ ଜାଗାକୁ ନେଇକି ଯାଉଛେ, ସେଠି ଅଫଲାଇନକୁ ଯେତିକି ଗୁରୁତ୍ୱ ନ ଦଉଛେ, ଆମେ ସାମ୍ନା ବାଲାକୁ ଅଧିକା ଗୁରୁତ୍ୱ ଦଉଛେ। ଏଇଟା ହଉଛି ବିଜନେସ ସବୁଠୁ ନେଗେଟିଭ ପଏଣ୍ଟ। ସେଠି ଅଫଲାଇନ ହେଲା ଆପଣଙ୍କର ହିରୋ, ସେଠି ସାମ୍ନା ବାଲା ହିରୋ ନୁହେଁ। ଏ ବିଜନେସ କାହା ଦ୍ୱାରା ଚାଲିବ? ସବୁବେଳେ ମନେ ରଖିଥାନ୍ତୁ, 1000ଟା ଡାଉନଲାଇନ ପଛେ ଆପଣଙ୍କୁ ଛାଡି ଚାଲିଯିବ, କିନ୍ତୁ ଗୋଟେ ଅଫଲାଇନ ହାତ କେବେ ବି ଛାଡିବେନି। କାହିଁକି ନା ସେ ଅଫଲାଇନ ଯଦି ଆପଣଙ୍କ ସାଥିରେ ଥିବ ନା, କାଲି 10,000 ଡାଉନଲାଇନ ବି ଆପଣଙ୍କର ଆସିକି ପହଞ୍ଚିବ। ତ ସେଥିପାଇଁ ଯେତେବେଳେ ବି ଆମେ ଅଫଲାଇନକୁ ନେଇକି ଯାଉଛେ ନା, ୱିଥ ରିଗାର୍ଡସ ନେଇକି ଯାଆନ୍ତୁ। ଆପଣଙ୍କ ଅଫଲାଇନକୁ ସମ୍ମାନିତ ହିସାବରେ ନେଇକି ଯାଆନ୍ତୁ। ସାମ୍ନା ବାଲା ଲୋକ ଯେତେବେଳେ ପୋଷ୍ଟରେ ଥାଉ, ସେ ଆଇଏଏସ୍ ଅଫିସର ଟେ ହେଇଥାଉ ନା କାହିଁକି, ଆପଣଙ୍କ ଅଫଲାଇନ ହଉଛି ଆପଣଙ୍କ ପାଇଁକା ସବୁ। ସେ କଣ ଜାଣିଛି ପ୍ଲାନ୍ ବିଷୟରେ? ଆପଣ ଯେମିତି ଆପଣଙ୍କ ଅଫଲାଇନକୁ ପ୍ରେଜେଣ୍ଟ କରିବେ ନା, ସେ ସାମ୍ନା ଲୋକ ଆପଣଙ୍କ ଅଫଲାଇନକୁ ସେମିତି ରିସିଭ କରିବ। ତ ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ଅଫଲାଇନର ଟାଇମ ହଉଛି ଭ୍ୟାଲୁଏବଲ ଟାଇମ। ଆପଣଙ୍କୁ ସେ ଟାଇମ ଦେଇଛି ମାନେ, ଆପଣ ସେ ଟାଇମର କଣ ନା ମାଇନେ ରଖନ୍ତୁ, ବା ସେ ଟାଇମକୁ ଆପଣ ଇଂଲିଶରେ ୱାର୍ଡ ଅଛି ମନେ ପଡୁନି ଠିକ ସମୟରେ, ତ ଭ୍ୟାଲୁ ରଖନ୍ତୁ। ହଁ, ଭ୍ୟାଲୁ ରଖନ୍ତୁ। ସେ ଟାଇମର ଆପଣ ତାର ଭ୍ୟାଲୁ ରଖନ୍ତୁ। ଯଦି ଭ୍ୟାଲୁ ରଖିବେ ନା, ତାହେଲେ କାଲି ଆପଣ ବି କାହାର ନା କାହାର ଅଫଲାଇନ, ଆପଣ ଯେତେବେଳେ କୋଉ ଜାଗାକୁ ଯିବେ ନା, ଆପଣଙ୍କର ଭ୍ୟାଲ୍ୟୁ ସେଠି ବଢିବ। ତ ପ୍ରପର ଫିକ୍ସ ଟାଇମରେ ନିଅନ୍ତୁ। ହଁ, 10-15 ମିନିଟ୍ ଏପଟ ସେପଟ ହେଇପାରେ, କିନ୍ତୁ ଅଧଘଣ୍ଟେ ଘଣ୍ଟେ ଲେଟ୍ ହବା, ସେଠି ଅଫଲାଇନ ଯାଇକିରି 5-10 ମିନିଟ୍ ଅଧଘଣ୍ଟେ ଘଣ୍ଟେ ବସିବା, ତାହେଲେ ସେଠି ଅଫଲାଇନର ଯୋଉ ଭୂମିକାଟା ଅଟୋମେଟିକ କମିଯିବ। ଆପଣ ଅଫଲାଇନ ହେଇଛନ୍ତି କାରଣ ନା, ଆପଣଙ୍କୁ ଯେତେବେଳେ କିଏ ଆପଣଙ୍କ ଡାଉନଲାଇନ ନେଇକି ଯିବେ ସେ ଜାଗାକୁ, ଆପଣ ଯେତେବେଳେ ସେଇ ଜାଗାରେ ଥିବେ ଫିଲ୍ କରିବେ ଆପଣଙ୍କୁ କେମିତି ଲାଗୁଛି। ସବୁବେଳେ ମନେ ରଖିଥାନ୍ତୁ, ଯେତେବେଳେ ପ୍ଲାନ୍ ପ୍ରେଜେଣ୍ଟେସନ କରୁଛନ୍ତି ନା, ଫିକ୍ସ ଟାଇମ ଆଣ୍ଡ ପ୍ଲେସ୍ ଫର ପ୍ରେଜେଣ୍ଟିଂ ପ୍ଲାନ୍। ଯେତେବେଳେ ପ୍ରେଜେଣ୍ଟିଂ ପ୍ଲାନ୍ କରୁଛନ୍ତି, ଟାଇମ ଫିକ୍ସ କରନ୍ତୁ ଏବଂ ପ୍ଲେସକୁ ବି ଫିକ୍ସ କରନ୍ତୁ। ପ୍ରପର ପ୍ଲେସରେ ହେଇଥିବା ଦରକାର, ନୋ ଡିଷ୍ଟର୍ବ, ଏନି ଡିଷ୍ଟ୍ରାକ୍ସନ ସେଠି କିଛି ଆଭଏଡ୍ କରନ୍ତୁ। ତ ନମ୍ବର 5 ପଏଣ୍ଟ ହେଲା କଣ ନା, କ୍ରିଏଟ୍ ଇଫେକ୍ଟିଭନେସ୍। ଇଫେକ୍ଟିଭନେସ୍ କଣ ମାନେ, ତା ଭିତର ଆଗ୍ରହ ବା ସ୍ପୃହା। ଓନ୍ଲି ଇନଫର୍ମେସନ ପାସ୍ ନଟ୍ ଇଫେକ୍ଟିଭ। ଯଦି ଆପଣ ଖାଲି ଇନଫର୍ମେସନ ପାସ୍ କରାଉଛନ୍ତି ନା, ତାହେଲେ ସେଇଟା ଇଫେକ୍ଟିଭ ହଉନାହିଁ। ଆପଣ ଖାଲି ଇନଫର୍ମେସନ ପାସ୍ କରେଇଲେ, ତାର କଣ ଇଫେକ୍ଟିଭ ଅଛି କିଛି? ୱିଥ୍ ଏନର୍ଜେଟିକ୍ ଇନଫର୍ମେସନ ପାସ୍ ଇଜ୍ ମୋଷ୍ଟ ଇଫେକ୍ଟିଭ। ଯଦି ଆପଣ ଏନର୍ଜେଟିକ୍ ୱେରେ ଇନଫର୍ମେସନକୁ ପାସ୍ କରାଉଛନ୍ତି, ଇଜ୍ ମୋଷ୍ଟ ଇଫେକ୍ଟିଭ। ବହୁତ ଲିଡର ଅଛନ୍ତି, ପ୍ଲାନ୍ ଶୋ କରାଉଥିବେ, ସଠିକ ତାଙ୍କ ଦେହରେ ଜୀବନ ନାହିଁ। ମାନେ କଥା କହୁଥିବେ, କଥାରୁ ସେ କାନକୁ କାନ ଶୁଣା ଯାଉନଥିବ, କିଛି ଭୁଲ ହେଇଯାଉଛି କି? ସାମ୍ନା ବାଲା ଲୋକ ଭାଇ କଣ ଜାଣିଛି, ଆପଣ ଯେମିତି ପ୍ଲାନ୍ ଦେଖେଇବେ ସେ ସେମିତି ବୁଝିବ। ମାଇନେ ରଖେନି କିଛି ଆପଣ କ୍ୱାଲିଟି ପ୍ଲାନ୍ କେତେ ଦେଖଉଛନ୍ତି, ମାଇନେ ରଖେ କ୍ୱାଣ୍ଟିଟି। ତ ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ଯେତେବେଳେ ବି ପ୍ଲାନ୍ ଦେଖଉଛନ୍ତି ନା, ସାମ୍ନା ବାଲା ଲୋକ ଆପଣଙ୍କୁ ଦେଖିକିରି ଏନର୍ଜେଟିକ ତା ଭିତରେ
ଏନର୍ଜି ଆସିଯିବା ଦରକାର ଯେ ପ୍ରକୃତରେ ଗୋଟେ ଲିଡର ମୁଁ ଦେଖିଲି ଆଜିକା ଦିନରେ। ଆମେ କିନ୍ତୁ ଯେତେବେଳେ ପ୍ଲାନ୍ସ କରିବାକୁ ଯାଉଛେ ମାର୍କେଟକୁ ଆମକୁ ଲୋକ ଦେଖିକିରି ଫିଲ୍ କରିଯାଉଛନ୍ତି ବା ଜାଣି ଯାଉଛନ୍ତି ଏ ଲୋକଟା ଏଇ ଭିଡକୁ ନୁହଁ। କାହିଁକି ନା ଆମ ବଡି ଲାଙ୍ଗୁଏଜ ସେଇଭଳିଆ ହେଇଯାଉଛି ଆମ ଭିତରେ ସେ ଏନର୍ଜି ନାହିଁ। ଆମ କହିବାର ସେ ଟକିଂ ପାୱାର ସେତିକି ନାହିଁ ଆମ ଭଏସ ରେ ସେ ଯୋଉ କହିବାର ଟ୍ୟୁନ୍ ଟା ସେ ଭଏସ ର ଯୋଉ ମିଠାସ ଟା ସେଇଟା ନାହିଁ। ତ ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ ଯେତେବେଳେ ବି ପ୍ଲାନ୍ ସୋ କରୁଛନ୍ତି ନା ଆପଣ ଏନର୍ଜେଟିକ୍ ୱେରେ ଲୋକଙ୍କୁ ରିସିଭ୍ କରନ୍ତୁ ଲୋକଙ୍କୁ ଏନର୍ଜେଟିକ୍ ୱେରେ ପ୍ଲାନ୍ ଦେଖାନ୍ତୁ। ଯଦି ଏନର୍ଜି ଆପଣଙ୍କ ଭିତରେ ଭରିକି ଥିବ ନା ସେଇ ଏନର୍ଜି ଟା ତା ପାଖକୁ ପାସ୍ କରିଯିବ। ୱେନ୍ ୟୁ ସୋ ଦ ପ୍ଲାନ୍ ଗୋ ୱିଥ୍ ଷ୍ଟ୍ରଙ୍ଗ ବିଲିଫ୍। ଯେତେବେଳେ ଆପଣ ପ୍ଲାନ୍ ସୋ କରିବାକୁ ଯାଉଛନ୍ତି ବିଲିଭ୍ ଆପଣଙ୍କର ଷ୍ଟ୍ରଙ୍ଗ ରଖନ୍ତୁ। ସବୁବେଳେ ବିଶ୍ୱାସ ନିଜ ଉପରେ ରଖନ୍ତୁ ଯେ ମୁଁ ବେଷ୍ଟ କରିପାରିବି। ଦୁନିଆରେ ଆପଣ ଯଦି ଆପଣଙ୍କୁ ବିଶ୍ୱାସ କରିଛନ୍ତି ନା ଜୀବନରେ କେବେ ହାରିବେନି ମନେ ରଖିଥାନ୍ତୁ। ଅନ୍ୟ ଉପରେ ଯଦି ବିଶ୍ୱାସ ରଖିବେ ତାହେଲେ ଆପଣ ହାରିବେ କାହିଁକି ନା ଆପଣ ତାପରେ ବିଲିଭ୍ ରଖିଛନ୍ତି ତାପରେ ବିଶ୍ୱାସ ରଖିଛନ୍ତି କିନ୍ତୁ ସେ ତ ଆପଣ ନୁହନ୍ତି ନା ଆପଣ ନିଜେ ଆପଣଙ୍କ ଉପରେ ବିଲିଭ୍ ରଖନ୍ତୁ। ଆପଣଙ୍କ କାର୍ଯ୍ୟ କରିଚାଲନ୍ତୁ ଏବଂ ଭଗବାନଙ୍କୁ ବିଶ୍ୱାସ ରଖନ୍ତୁ ଅଟୋମେଟିକ ଆପଣ ଯାହା ବି ପ୍ଲାନ୍ ସୋ କରିବେ ସେ ଇଫେକ୍ଟିଭନେସ୍ ଅଲରେଡି ହେଇଯିବ ବା ଏନର୍ଜେଟିକ୍ ୱେରେ ଆପଣଙ୍କର ପ୍ଲାନ୍ ସୋ ହବ। ସବୁବେଳେ ବିଲିଭ୍ ରଖନ୍ତୁ ନିଜ ଉପରେ ଯେ ମୁଁ କରିପାରିବି ବା ମୁଁ ବେଷ୍ଟ କରିପାରିବି। ହଁ ସେ ମୁଁ କରିପାରିବିରେ ବି ଗୋଟେ ଜିନିଷ ଅଛି ଓଭର କନଫିଡେନ୍ସ ବି ହେବେ ନାହିଁ। କନଫିଡେନ୍ସ ବଟ୍ ନଟ୍ ଓଭର କନଫିଡେନ୍ସ। ଭାବନ୍ତୁ ଯେ ମୁଁ କରିପାରିବି ବିଶ୍ୱାସ ରଖନ୍ତୁ ଏଇଟା ବେଟର ହବ ତାହେଲେ ହବ। ଏବଂ ଆପଣ ଭଗବାନଙ୍କୁ ସମର୍ପିତ ହେଇକି ଯାଆନ୍ତୁ ଅଟୋମେଟିକ ଆପଣଙ୍କର ପ୍ଲାନ୍ ସୋ ବେଟର ହବ ସବୁବେଳେ ଏନର୍ଜେଟିକ୍ ୱେରେ ପ୍ଲାନ୍ ଦେଖାନ୍ତୁ ଆପଣଙ୍କ ଏନର୍ଜି ହିଁ ସାମ୍ନା ବାଲାର ଏନର୍ଜିକୁ କ୍ଲିୟର କରେଇବ। ନମ୍ବର 6 ପଏଣ୍ଟ ହଉଛି କଣ ନା କ୍ଲିୟର ଅଲ୍ ଦ ଅବଜେକ୍ସନ ଇନ୍ ଦ ବିଗିନିଂ। ଆପଣ ଯେତେବେଳେ ପ୍ଲାନ୍ ସୋ କରାଉଛନ୍ତି ସବୁବେଳେ ମନେ ରଖିଥାନ୍ତୁ ଯାହାବି ତାର ଅବଜେକ୍ସନ୍ସ ଅଛି ବିଗିନିଂ ରୁ ଆଗ ହିଁ ସାରିବେ ଏଣ୍ଡିଙ୍ଗ ବେଳକୁ ନୁହେଁ। ପ୍ରଥମରୁ ଆଗ ଅବଜେକ୍ସନ କଣ କରିବେ ନା ନେଇଯିବେ। ଯଦି ଅବଜେକ୍ସନ ଆପଣ ନେଉଛନ୍ତି ତାହେଲେ ଆପଣ ଅବଜେକ୍ସନ ନେଲା ବେଳେ ଯୁକ୍ତି ତର୍କ କରିବେ ନାହିଁ। ଯଦି ଆପଣ ସାମ୍ନା ବାଲା ଲୋକ କଥାକୁ ରିସିଭ୍ କରୁନାହାନ୍ତି ନା ସେ ଆପଣଙ୍କ କଥା କେବେ ରିସିଭ୍ କରିବେ ନାହିଁ। ଅବଜେକ୍ସନ ହ୍ୟାଣ୍ଡେଲ କରନ୍ତୁ ବିଗିନିଂ ରୁ ହିଁ କରନ୍ତୁ। ପ୍ଲାନ୍ ସୋ ଦେଖିବା ପୂର୍ବରୁ କଣ ତା ମନରେ କୋଶ୍ଚିନ୍ ଥିବ ସେ କୋଉଠୁ ଇନଫର୍ମେସନ ପାଇଛି କି ଏ କମ୍ପାନୀ ଏମିତି ସେ କମ୍ପାନୀ ସେମିତି ମୋ ମାମୁ ପୁଅ କରିଥିଲା ମୋ ମାଉସୀ ପୁଅ କରିଥିଲା ଏମିତି ହେଇଛି ହଉ ଆପଣଙ୍କୁ ସେ ଅବଜେକ୍ଟ କରୁଛି ଟି ଆପଣ ତାକୁ ଆନ୍ସର ଦିଅନ୍ତୁ। ଯଦି ବି ଆପଣଙ୍କ ପାଖରେ ଆନ୍ସର ନାହିଁ ଆପଣଙ୍କର ଆକ୍ଟିଭ ଆଣ୍ଡ ଗ୍ରୋଇଂ ଅଫଲାଇନକୁ ସାଙ୍ଗେ ସାଙ୍ଗେ କଲ୍ ଲଗାନ୍ତୁ ସେଠି ଏବଂ ତା ଅବଜେକ୍ସନକୁ ହ୍ୟାଣ୍ଡେଲ କରନ୍ତୁ ଅଫଲାଇନ ହାତରେ। ତ ସବୁବେଳେ ମନେ ରଖନ୍ତୁ କ୍ଲିୟର ଅଲ୍ ଦ ଅବଜେକ୍ସନ ଇନ୍ ଦ ବିଗିନିଂ ପ୍ରଥମରୁ ହିଁ ବିଗିନିଂରୁ ଆପଣ ଷ୍ଟାର୍ଟ କରିବା ପୂର୍ବରୁ ହିଁ ଆପଣ ଅବଜେକ୍ସନକୁ କ୍ଲିୟର କରନ୍ତୁ। 7 ନମ୍ବର ପଏଣ୍ଟ ହଉଛି ଡୋଣ୍ଟ ସୋ ୱାନ୍ ୱେ ପ୍ଲାନ୍ ସୋ ପ୍ଲାନ୍ ୱିଥ୍ କନଭରସେସନ। ଦେଖନ୍ତୁ ଆମେ ପ୍ରାୟ ସମୟରେ ଏଇ ଭୁଲଟା ବି କରୁଛେ କଣ ଆମେ ତ ପ୍ଲାନ୍ ସୋ ଦେଖଉଛେ ଆମେ କଣ କରେ ନା ୱାନ୍ ୱେରେ ପ୍ଲାନ୍ ସୋ ଦେଖେଇ ଚାଲେ। ୱାନ୍ ୱେ ମାନେ ଆମେ ପ୍ଲାନ୍ ସୋ ଦେଖେଇ ଚାଲିଛେ କିନ୍ତୁ ସାମ୍ନା ବାଲା ଲୋକର ମନ ଯାଇକି କୁଆଡେ ଆମେ ଆମର ଲେଖି ଚାଲିଛେ ଏମିତି ମିଳିବ ସେମିତି ମିଳିବ ସେମିତି ମିଳିବ ସେମିତି ମିଳିବ ଆରେ ଭାଇ ସେମିତି ମିଳିଲେ କଣ ହବ ସାମ୍ନା ବାଲା ଲୋକ ତ ନବାକୁ ପ୍ରସ୍ତୁତ ନାହିଁ। ଆପଣ ଆପଣଙ୍କର ପ୍ଲାନ୍ ଦେଖେଇ ଚାଲିଛନ୍ତି କିନ୍ତୁ ସାମ୍ନା ବାଲା ଲୋକ ଶୁଣୁଛି କି ନ ଶୁଣୁଛି ଆପଣ ଜାଣୁଛନ୍ତି କି? ସବୁବେଳେ ମନେ ରଖିଥାନ୍ତୁ ଯେବେ ବି ପ୍ଲାନ୍ ଦେଖଉଛନ୍ତି ନା ୱାନ୍ ଅନ୍ ୱାନ୍ ଦେଖେଇଲା ବେଳେ ସବୁବେଳେ କନଭରସେସନ କରୁଥିବେ କଥା ହଉଥିବେ କଥୋପକଥନ ହେଲେ ହିଁ ପ୍ଲାନ୍ ସୋ ବେଟର ହବ। ଆପଣ ଯଦି କଥା ହଉନଥିବେ ନା ତା ବ୍ରେନ ସିଏ କଣ କରୁଥିବ ନା ଏଠି ସିନା ମୁଣ୍ଡ ଦେଇଛି କିନ୍ତୁ ତା ବ୍ରେନ ଆଉ କୁଆଡେ ବୁଲୁଛି। ସେ ଏଠି ନାହିଁ ସବୁବେଳେ ମନେ ରଖିଥାନ୍ତି ଯେତେବେଳେ ପ୍ଲାନ୍ ସୋ କରୁଛନ୍ତି ନା ତାକୁ ଆପଣ କନଭରସେସନ କରାନ୍ତୁ ତା ସେଥିରେ କଥା ହୁଅନ୍ତୁ ପ୍ଲାନ୍ ସୋ କରୁଛନ୍ତି ଭାଇ ଏଇଟା ଏଇ ଜିନିଷଟା ଏଇଆ ଆଜ୍ଞା ଏଇ ଜିନିଷଟା ଏଇଆ ଯଦି ଆପଣ କନଭରସେସନ କରେଇକିରି ପ୍ଲାନ୍ ସୋ ଦେଖେଇବେ ତାହେଲେ ତା ଧୀରେ 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 କଣ ହବ ନା ତା ମାଇଣ୍ଡରେ ଯାହା ବି କ୍ଲାରିଟି ନଥିବ ନା ଅଟୋମେଟିକ କ୍ଲାରିଟି ଜେନେରେଟ ହବ। ଆଉ ସେ କ୍ଲାରିଟି ଜେନେରେଟ ହେଲେ ହିଁ ଆପଣଙ୍କ ପ୍ଲାନ୍ ସୋ ବେଟର ହବ। ଆପଣ ଆପଣଙ୍କର ପ୍ଲାନ୍ ଦେଖେଇ ଚାଲିଛନ୍ତି ସେ ଲୋକର ଅନ୍ୟ କୁଆଡେ ମନ ଅଛି ଲାଭ କଣ ହଉଛି ଆପଣଙ୍କ ପ୍ଲାନ୍ ଦେଖେଇକି ଆପଣ ୱାନ୍ ୱେରେ ଦେଖେଇ ଚାଲିଛନ୍ତି କିନ୍ତୁ ସେ ଲୋକ ତ ରିସିଭ୍ କରୁନି। ୟା ଦ୍ଵାରା କଣ ହେଲା ନା ଆପଣଙ୍କ ସମୟ ବର୍ବାଦ ହେଲା ସେ ଲୋକର ବି ସମୟ ବର୍ବାଦ ହେଲା। ଆପଣଙ୍କ ପ୍ଲାନ୍ ଦେଖେଇଲେ ବି ବର୍ବାଦ ହେଲା ସେ ଲୋକର ଟାଇମ ବର୍ବାଦ ହେଲା। ସବୁବେଳେ ମନେ ରଖିଥାନ୍ତୁ ଏଇଟାକୁ ଆପଣ ନିଜେ ଧ୍ୟାନ ରଖନ୍ତୁ ଆପଣଙ୍କୁ ଆପଣଙ୍କ କଥା ଖାଲି କହିଯିବାର ନାହିଁ ସାମ୍ନା ବାଲାର କଥା ବି ଶୁଣିବାର ଅଛି ତା ସହିତ କଥାବାର୍ତ୍ତା ହବାର ଅଛି। ଯଦି କନଭରସେସନ କରିକି ଆପଣ ପ୍ଲାନ୍ ଦେଖେଇବେ ଅଟୋମେଟିକ ଆପଣଙ୍କ ପ୍ଲାନ୍ ବେଟର ହବ। ନମ୍ବର 8 ପଏଣ୍ଟ କଣ ନା ଡୋଣ୍ଟ ହର୍ଟ ଇଗୋ ଅଫ୍ ୟୋର ପ୍ରସ୍ପେକ୍ଟ ଯେମିତି ମୁଁ କିଛି ସମୟ ପୂର୍ବରୁ କହୁଥିଲି ଦେଖନ୍ତୁ ସମସ୍ତଙ୍କର ଇଗୋ ଅଛି ମୋର ଅଛି ଆପଣଙ୍କର ଅଛି ଏବଂ ଦୁନିଆର ପ୍ରତ୍ୟେକଟି ଲୋକଙ୍କର ଇଗୋ ଅଛି ଗର୍ବ ଅଛି। ଯଦି ଇଗୋ ନଥାନ୍ତା ତାହେଲେ ମଣିଷ କେବେ ଜୀବନରେ ଆଗକୁ ବଢିପାରିବନି। ସମସ୍ତଙ୍କର ସେଲ୍ଫ ରେସ୍ପେକ୍ଟ ଅଛି ସବୁବେଳେ ମନେ ରଖିଥାନ୍ତୁ କାହାର ଇଗୋକୁ ହଟ୍ ହେଲା ଭଳି କଥା କେବେ କିଛି କହିବେ ନାହିଁ। ଯଦି ସାମ୍ନା ବାଲା ଲୋକ ଆପଣଙ୍କୁ ଅବଜେକ୍ଟ କରୁଛି ସାମ୍ନା ବାଲା ଲୋକ ଆପଣଙ୍କୁ କୌଣସି କଥାରେ କାଟୁଛି
ତାହେଲେ ଆପଣ ସେ କଥାକୁ ରିସିଭ୍ କରନ୍ତୁ। କିଛି ଲିଡର ଅଛନ୍ତି, ଆମେ କଣ କରିବା ଯେତେବେଳେ ବିଜନେସ୍ କାହାକୁ ପ୍ଲାନ୍ ସୋ କରିବାକୁ ଯାଉଛେ, ଧରାଯାଉ ସେଠି ଆମକୁ କିଏ ଗୋଟେ ନେଗେଟିଭ ୱେରେ କହିଲା, ତ ଆମେ ସେ କଥାକୁ କଣ କରୁଛୁ ନା ସିରିୟସଲି ନେଇଯାଉଛେ ଏବଂ ତା ସାଥିରେ ଯୁକ୍ତିତର୍କ କରୁଛେ। କିନ୍ତୁ ଏଇଟା କରିବାଟା ଭୁଲ, ସବୁଠୁ ବଡ ଭୁଲ ହଉଛି ଏଇଟା। ସେ ଲୋକଟା ଦେଖନ୍ତୁ, ଆପଣ ଯଦି କାହାକୁ ପଦେ କହିଲେ ରାଗିକିରି, ତାହେଲେ ସାମ୍ନା ବାଲା ଲୋକ କଣ ଚୁପ୍ ରହିବ କି? ସେ ବି ଆପଣଙ୍କୁ ପଦେ କହିବ। ତ କଥାଟା କଣ ହବ ନା, ସେଠି ଆପଣ ଡିଷ୍ଟର୍ବ ହେଲେ, ସାମ୍ନା ବାଲା ଲୋକ ଡିଷ୍ଟର୍ବ ହେଲା, ଯାହାକୁ କଣ ପ୍ଲାନ୍ ସୋ କରିବାକୁ ବି ଯାଇଛନ୍ତି ସେ ବି ଡିଷ୍ଟର୍ବ ହେଲା। ଲାଭ କଣ ହେଲା? ଇଗୋ କେବେ ବି କାହାର ହର୍ଟ କରିବାକୁ ଚେଷ୍ଟା କରିବେ ନାହିଁ। ସେ ପ୍ରସ୍ପେକ୍ଟ ହେଇଥାଉ କିମ୍ବା ପ୍ରସ୍ପେକ୍ଟ ପାଖରେ କିଏ ଆସିକି ବସିଥାଉ, ସବୁବେଳେ ମନେ ରଖିଥିବ ସେ ଲୋକଟି କଥା କହୁଛି ତ ଆପଣ ତା କଥାଟାକୁ ଶୁଣନ୍ତୁ, ତା ସେଥିରେ ଆଗ ଡିସ୍କସନ କରନ୍ତୁ। ତା ଇଗୋକୁ ବାଧିଲା ଭଳି କଥା କିଛି କୁହନ୍ତୁ ନାହିଁ। ପ୍ଲାନ୍ ସୋ ଦେଖେଇଲା ବେଳେ ତା ଇଗୋକୁ ବାଧିଲା ବେଳେ ଯୋଉ କଥାଟି ଆପଣ ତା ଭିତରେ କହୁଛନ୍ତି ସେଇଟା ବି କୁହନ୍ତୁ ନାହିଁ। କାହିଁକି ନା ସମସ୍ତଙ୍କର ଇଗୋ ଅଛି, ସମସ୍ତଙ୍କର ସେଲ୍ଫ ରେସ୍ପେକ୍ଟ ଅଛି। ତ ଇଗୋକୁ ହର୍ଟ ହେଲା ଭଳି କାହାର କଥା କୁହନ୍ତୁ ନାହିଁ। ଧରାଯାଉ ସେ ଆଜିକା ଦିନରେ 10,000 ଟଙ୍କା ମାସକୁ ରୋଜଗାର କରୁଛି କି 5,000 ଟଙ୍କା ମାସକୁ ରୋଜଗାର କରୁଛି, ତ ତା ଇଗୋ ହର୍ଟ ହେଲା ଭଳି କଥା ଆପଣ ସେଠି କିଛି କହିବେ ନାହିଁ। ତା 5,000 ଟଙ୍କା ଭାଇ ତା ପାଇଁ ବଡ, ଆମ 10,000 ଆମ ପାଇଁ ବଡ। ସେଥିପାଇଁ ଯାହାର ଇନକମ୍ ଯେତେ, ତାର ଇନକମ୍ ସେଇଭଳି ଅଛି, ତ ସେ ତା ପରିବାରକୁ ସେମିତି ମେଣ୍ଟେନ କରୁଛି। ସବୁବେଳେ ମନେ ରଖିଥାନ୍ତୁ, କାହାର ଇଗୋକୁ କେବେ ହର୍ଟ ହେଲା ଭଳି କଥା କହିବେନି। ନମ୍ବର 9 ପଏଣ୍ଟ ହେଲା କଣ ନା ଆପ୍ରିସିଏଟ ୟୋର ପ୍ରସ୍ପେକ୍ଟ। ଆପ୍ରିସିଏସନ କ୍ରିଏଟ୍ସ ପଜିଟିଭ ଇମ୍ପାକ୍ଟ ଅନ୍ ପ୍ରସ୍ପେକ୍ଟ। ଦେଖନ୍ତୁ, ଗୋଟେ ଅଛି ଆପ୍ରିସିଏସନ। ଆପ୍ରିସିଏସନ ଅର୍ଥ କଣ ନା ଗ୍ରହଣ କରିବା, ତା କଥାକୁ ଗ୍ରହଣ କରିବା ଏବଂ ସେ ଯାହା ବି କହୁଛି ତାକୁ କଣ କରିବା ନା ତା କଥାରେ ତାକୁ ବାହାବାହି ଦବା। ଯେତେବେଳେ ଆପଣ ସାମ୍ନା ଲୋକକୁ ସାମ୍ନା ଲୋକ ଆପଣଙ୍କୁ କଥା କହୁଛି, ଆପଣ ତାକୁ କଥା କହୁଛନ୍ତି, ତ ସବୁବେଳେ ମନେ ରଖିଥାନ୍ତୁ ନା ଯେତେବେଳେ ଡିସ୍କସନ କରୁଛନ୍ତି ନା, ତା କଥାକୁ ଗ୍ରହଣ କଲା ଭଳି କଥା ଆପଣ କୁହନ୍ତୁ, ବା ସେ ଯୋଉ କଥା କହୁଛି ତାକୁ ଗ୍ରହଣ କରନ୍ତୁ। ଖାଲି ଆପଣଙ୍କ କଥା କହିଲେ ହବନି, ଆପଣ ତା କଥାକୁ ଗ୍ରହଣ ଯଦି ନ କରୁଛନ୍ତି, ମୁଁ କିଛି ସମୟ ପୂର୍ବରୁ କହୁଥିଲି, ତାହେଲେ ସେ ଆପଣଙ୍କ କଥାକୁ ଶୁଣିପାରିବେନି। ରିକଗ୍ନିସନ କଣ ନା ମାନବ ସମ୍ମାନ। ଆପ୍ରିସିଏସନ ହଉଛି କଣ ନା ଆପଣ ତାକୁ ଆପ୍ରିସିଏଟ କଲେ, ତା କଥାକୁ ଗ୍ରହଣ କଲେ। କିନ୍ତୁ ଆମେ ପ୍ରାୟ ଜାଗାରେ କଣ କରେ ନା, ସାମ୍ନା ବାଲାର ପ୍ରସ୍ପେକ୍ଟର କଥାକୁ ଆମେ ଗ୍ରହଣ କରେ ନାହିଁ। ତ ଯଦି ଗ୍ରହଣ କରୁନେ ଆମେ ସାମ୍ନା ବାଲାର କଥାକୁ, ତାହେଲେ ସିଏ ଆମ କଥା କାହିଁ ଗ୍ରହଣ କରିବେ? ସେ କଣ ଆମ ପାଖରେ ଚାକିରି କରିଛି? ନା ଆମେ ତାକୁ ଜବ୍ ଦେଇଛେ? ନା ଆମ ସେ ବିଜନେସ ପାର୍ଟନର? କିଛି ନୁହଁ, ସେ ଜଣେ ଅଜଣା ଲୋକ। ସେଥିପାଇଁ ମନେ ରଖିଥାନ୍ତୁ, ଅନ୍ୟ ଲୋକର କଥାକୁ ଆମେ ଯଦି ଆପ୍ରିସିଏଟ ନ କରୁଛେ ନା, ତାହେଲେ ଆମ କଥାକୁ ବି ସେ ଆପ୍ରିସିଏଟ କରିବନି ବା ଆମ କଥାକୁ ସେ ଗ୍ରହଣ କରିବ ନାହିଁ। ତାହେଲେ ତାକୁ ଆପ୍ରିସିଏଟ କରନ୍ତୁ, ସେ ଯେମିତି ହେଇଥାଉ। ସେ ଦେଖିବାକୁ କଳା ହେଇଥାଉ, ସେ ଦେଖିବାକୁ ଗୋରା ହେଇଥାଉ, କିମ୍ବା ସେ ଭଲ ବେଶ ପୋଷାକରେ ନଥାଉ, କିମ୍ବା ସେ ଯେକୌଣସି ପ୍ରଫେସନର ହେଇଥାଉ, ସବୁବେଳେ ତା ପ୍ରଫେସନକୁ ନେଇକି ତାକୁ ଆପ୍ରିସିଏଟ କରନ୍ତୁ। ତା ପ୍ରଫେସନକୁ ନେଇକି ତାକୁ ଆପ୍ରିସିଏସନ ଦିଅନ୍ତୁ, ତାକୁ ବାହାବାହି ଦିଅନ୍ତୁ। ତ ସବୁବେଳେ ମନେ ରଖିଥାନ୍ତୁ, ଆପ୍ରିସିଏଟ ୟୁର ପ୍ରସ୍ପେକ୍ଟ। ଆପଣଙ୍କ ପ୍ରସ୍ପେକ୍ଟକୁ ଆପ୍ରିସିଏଟ କରନ୍ତୁ, ତା କଥାକୁ ଶୁଣନ୍ତୁ ଏବଂ ତାକୁ ସେଇ ୱେରେ କଥା ହୁଅନ୍ତୁ, ଯାହା ଫଳରେ କି ତାକୁ ହର୍ଟ ହବନି ବା ତାକୁ ବାଧିବନି। ଆପଣ ତାକୁ ଗ୍ରହଣ କରିବେ ନା, ସିଏ ବି ଆପଣଙ୍କ କଥାକୁ, ପ୍ରତ୍ୟେକଟି କଥାକୁ ଆପଣଙ୍କର ଗ୍ରହଣ କରି ଚାଲିବ। 10 ନମ୍ବର ପଏଣ୍ଟ କଣ ନା ଆଟେଣ୍ଡ ୟୁର ପ୍ରସ୍ପେକ୍ଟ ପ୍ରମ୍ପଟଲି। ଆଟେଣ୍ଡ ପ୍ରସ୍ପେକ୍ଟ ଇମିଡିଏଟଲି ଟୁ କ୍ରିଏଟ୍ ପଜିଟିଭ ଇମେଜ। ଦେଖନ୍ତୁ, ଆପଣ ଯେତେବେଳେ ପ୍ରସ୍ପେକ୍ଟକୁ ଆଟେଣ୍ଡ କରୁଛନ୍ତି ନା, ପ୍ରମ୍ପଟଲି ଆଟେଣ୍ଡ କରନ୍ତୁ। ମାନେ ପ୍ରମ୍ପଟିଂ ଗୋଟେ ନଥାଏ କି, ପ୍ରମ୍ପଟିଂ କରିବା। ଦେଖିଥିବେ ଆପଣ ଯୋଉ ଯେତେବେଳେ ସୁଟିଂ ହୁଏ, ସୁଟିଂ ପରେ କଣ ହୁଏ ନା ପ୍ରମ୍ପଟିଂ କରାଯାଏ। କୋଉଠି କିଏ ଟିକେ ଲ୍ୟାକଅପ୍ ରହିଗଲା, ସେ ଟିକେ ପ୍ରମ୍ପଟ କରିଦବା। ଯେମିତି ଆପଣ ପଦ୍ମନାଭ ସାର୍ ଗୋଟେ ବଢିଆ କଥା କୁହନ୍ତି ଯେ, ବାପା ଆମର ଯେତେବେଳେ ଧାନ ବିଲରେ ଚାଷୀ ମାନେ ଆପଣ କାମେ କା ଧାନ କାଟନ୍ତି, ଟିକେ ଗୋଟେ ପଛେଇଗଲା, ବାପା ତାରି ଆଗରେ ଯାଇକି ଦି ଧାରି କାଟିଦେବେ, ସେ ଆଗକୁ ପୁଣି ପଳେଇବ। ସେଠି କଣ କଲେ, ତାଙ୍କ ବାପା କଣ କଲେ ନା ସେ ଲୋକଟିକୁ ପ୍ରମ୍ପଟ କରେଇଲେ, ପ୍ରମ୍ପଟିଂ କରେଇଦେଲେ ତାକୁ ଟିକେ ଆଗକୁ ଭିଡିବା ପାଇଁ। ତ ସେଥିପାଇଁ ସବୁବେଳେ ମନେ ରଖିଥାନ୍ତୁ, ଆପଣ ଯାହାକୁ ବି ପ୍ଲାନ୍ ଦେଖଉଛନ୍ତି ନା, ତାକୁ ପ୍ରମ୍ପଟଲି ପ୍ଲାନ୍ ଦେଖନ୍ତୁ। ଆଟେଣ୍ଡ ପ୍ରସ୍ପେକ୍ଟ ଇମିଡିଏଟଲି ଟୁ କ୍ରିଏଟ୍ ପଜିଟିଭ ଇମ୍ପାକ୍ଟ, ଏ ପଜିଟିଭ ଇମେଜ। ଆପଣ ପ୍ରସ୍ପେକ୍ଟକୁ ଇମିଡିଏଟ ଆଟେଣ୍ଡ କରନ୍ତୁ, ଯାହା ଦ୍ୱାରା କଣ ହବ ନା ତା ପାଖରେ ପଜିଟିଭ ଇମେଜ ଆପଣଙ୍କର ଗୋଟେ ତିଆରି ହେଇଯିବ। କାହିଁକି ନା ଆପଣ ଯଦି ତାକୁ ପ୍ରମ୍ପଟଲି ଆଟେଣ୍ଡ ନ କରୁଛନ୍ତି, ସେ କଣ ଭାବିବ ନା ପ୍ରକୃତରେ ଇଏ ଲୋକଟି ବୋଧେ ମୋଠୁ ହାଇର ଲେବୁଲରେ ଅଛି, କିମ୍ବା ମୋଠୁ ଉଚ୍ଚରେ ଅଛି, ଯାହା ଫଳରେ କି ଇଏ ମତେ ମାନେ ଖାତିର ଦେଲା, ମାନେ ଯେମିତି କୁହନ୍ତି ଗୋଟେ ନିଜର ଖାତିର ଦେଖେଇଲା ଭଳିଆ ଲାଗିଯିବ ଆପଣଙ୍କୁ। କିନ୍ତୁ ସେମିତି କେବେ କରିବେନି। ଇମିଡିଏଟ ଆପଣଙ୍କ ପ୍ରସ୍ପେକ୍ଟକୁ ଆଟେଣ୍ଡ କରନ୍ତୁ। ଆଟେଣ୍ଡ କରିଲେ କଣ ହବ ନା, ଆପଣଙ୍କର ଗୋଟେ ସେଲ୍ଫ ଇମେଜ ଯୋଉଟା ଅଛି ନା, ସେ ଇମେଜ ଟା ତାର ପଜିଟିଭ ୱେରେ ତା ପାଖରେ ପହଞ୍ଚିଯିବ। ପ୍ରସ୍ପେକ୍ଟକୁ ସବୁବେଳେ ଇମିଡିଏଟ ଆଟେଣ୍ଡ କରନ୍ତୁ ଏବଂ ପ୍ରମ୍ପଟଲି ଆଟେଣ୍ଡ କରନ୍ତୁ। 11 ନମ୍ବର ପଏଣ୍ଟ ହେଲା କଣ, ମେକ୍ ୟୁର ପ୍ରସ୍ପେକ୍ଟ ଫିଲ୍ କମ୍ଫର୍ଟେବଲ।
ହଁ ପ୍ରସ୍ପେକ୍ଟ କି ଯେତେବେଳେ ଆପଣ କାହାକୁ ପ୍ଲାନ୍ କରୁଛନ୍ତି ନା ତାକୁ କମ୍ଫର୍ଟେବଲ ଫିଲ୍ ହଉଥିବା ବି ଦରକାର। ଯଦି ସେ କମ୍ଫର୍ଟ ଫିଲ୍ କରୁନି ନା ତାହେଲେ ଆପଣଙ୍କ ଯେକୌଣସି ପ୍ଲାନ୍ ଦେଖାନ୍ତୁ ଯେତେ ଭଲ ପ୍ଲାନ୍ ଦେଖାନ୍ତୁ ଯେତେ ବେନିଫିଟ ଦେଖେଇ ଦିଅନ୍ତୁ ସେ କିଛି ବି କଥା ଶୁଣିପାରିବ ନାହିଁ। ଚିନ୍ତା କରନ୍ତୁ ଆପଣ ଗୋଟେ ଜାଗାରେ ବସିଛନ୍ତି ଆପଣ ଅନକମ୍ଫର୍ଟେବୁଲ ଅଛନ୍ତି ସେଠି ଆପଣଙ୍କୁ ବସିବାକୁ ଭଲ ଲାଗୁନି ଯେକୌଣସି ଜାଗା ହଉ ଆପଣ ବାଇକ ରେ ଯାଉଛନ୍ତି ଆପଣଙ୍କ ବାଇକ ରେ ଯାଉଛନ୍ତି ଅ ବାଇକ ରେ ଆପଣଙ୍କର ସେ ଗାଡିରେ ବହୁତ ବାଟ ଯିବା ପାଇଁକା ଆପଣଙ୍କୁ କମ୍ଫର୍ଟେବଲ ଲାଗୁନାହିଁ ତାହେଲେ ଆପଣ ସେଠି କଣ ହଉଛନ୍ତି ପ୍ରୋବ୍ଲେମ ହଉଛି ଆପଣଙ୍କୁ ଆପଣ ଅସୁବିଧା ଲାଗୁଛି କମ୍ଫର୍ଟ ଲାଗୁନି ବସିବା ପାଇଁ ସେମିତି ପ୍ରସପେକ୍ଟ ବସିବାକୁ ଯେମିତି କମ୍ଫର୍ଟେବଲ ନୁହଁ ଆପଣଙ୍କ କଥା ରିସିଭ୍ କରିବାକୁ କମ୍ଫର୍ଟେବଲ ଅଛି କି ନାହିଁ ତାର କିଛି ପ୍ରୋବ୍ଲେମ ନାହିଁ ତ ସେ କୌଣସି ପରିସ୍ଥିତି ଦେଇ ଗତି କରୁନାହିଁ ତ ସେ ବିଷୟରେ ବି ଆପଣ ଟିକେ ଧ୍ୟାନ ନିଅନ୍ତୁ ଏବଂ ସେଇଟା ଧ୍ୟାନ ଦିଅନ୍ତୁ ପ୍ରସପେକ୍ଟ କମ୍ଫର୍ଟେବଲ ଫିଲ୍ କରୁଛି କି ନାହିଁ ଯଦି ସେ କମ୍ଫର୍ଟେବଲ ଫିଲ୍ ନ କରୁଛି ଧରାଯାଉ ଆପଣ କାହାକୁ ପ୍ଲାନ୍ ଦେଖଉଛନ୍ତି କିନ୍ତୁ ସେ କମ୍ଫର୍ଟ ୱେରେ ଆପଣ ପ୍ଲାନ୍ ଦେଖିପାରୁନି ସେ ଦୂରେଇ ହେଇକି ରହୁଛି ତାହେଲେ ସେଠି ଆପଣ ଜାଣିଯିବେ ସାମ୍ନା ଲୋକଟି କମ୍ଫର୍ଟେବଲ ନାହିଁ ଯେ ମୁଁ ପ୍ଲାନ୍ ଦେଖିବା ପାଇଁ ତା ପାଖରେ କଥା ହେବେ ଆହୁରି ଡିଟେଲରେ କଥା ହେଲେ ଜାଣିପାରିବେ ଆକ୍ଚୁଆଲି ତାର ପ୍ରୋବ୍ଲେମ କଣ କଣ ପାଇଁ କମ୍ଫର୍ଟେବଲ ନାହିଁ ମୋ ପାଖରେ ଯଦି ସେ କମ୍ଫର୍ଟେବଲ ଜିନିଷଟାକୁ ଆପଣ ଜାଣିଗଲେ ଏବଂ ଆପଣ ଫିଲ୍ କରିପାରଲେ ତାର ଏଇ ବାଟରେ ଅସୁବିଧାଟା ଅଛି ଆଉ ତାହେଲେ ମୁଁ ଯଦି ଏଇ କଥାଟା କହିବି ତାହେଲେ ସେ କମ୍ଫର୍ଟ ଫିଲ୍ କରିବ ତାହେଲେ ଆପଣ ସେଠି କମ୍ଫର୍ଟେବଲ ଯଦି ସେ ଫିଲ୍ ହେଲା ନା ତାହେଲେ ଆପଣଙ୍କ କଥାକୁ ସେ ଗ୍ରହଣ କରିବେ ତ ସବୁବେଳେ ମନେ ରଖିଥାନ୍ତୁ ଆପଣ ସାମ୍ନା ବାଲା ପ୍ରସ୍ପେକ୍ଟକୁ କମ୍ଫର୍ଟେବଲ ଫିଲ୍ ହେଉଥିବା ଦରକାର ଆପଣଙ୍କ ପ୍ଲାନ୍ ଯାହା ବି ପ୍ଲାନ୍ ଦେଖଉଛନ୍ତି ସେଇଟା ଆପଣଙ୍କର କମ୍ଫର୍ଟେବଲ ତା ପାଇଁ ହେଇଥିବା ଦରକାର ଲିସନ କେୟାରଫୁଲି ଆପଣ ଯାହାବି ଶୁଣୁଛନ୍ତି ସାମ୍ନା ବାଲା ଲୋକ ଯାହା ବି କହୁଛି ଆପଣ ତାକୁ ଲିସେନ ବା କେୟାରଫୁଲି ଶୁଣନ୍ତୁ ତା କଥାକୁ ଆମେ ଗୁରୁତ୍ୱ ଦିଏନି ପ୍ରାୟ ସମୟରେ ଗୋଟେ ପ୍ରସପେକ୍ଟ କଣ କହୁଛି ଆମେ ସେ କଥାକୁ ବେଳେ ବେଳେ ଗୁରୁତ୍ୱ ଦିଏନି କିନ୍ତୁ ସେଥିପାଇଁ ମନେ ରଖନ୍ତୁ ସବୁବେଳେ ଆପଣଙ୍କ ପ୍ରସପେକ୍ଟ ଯାହା ବି କହୁଛି ନା ତାକୁ ଆପଣ କେୟାରଫୁଲି ଶୁଣନ୍ତୁ ଦେଖନ୍ତୁ ଆମେ ଯଦି ସବୁବେଳେ ମନେ ରଖିଥାନ୍ତୁ ଆପଣ ଶୁଣିବା ଯଦି ଅଧିକା କରିବେ ଆଉ କହିବା ଯଦି କମ କରିବେ ନା ଆପଣ ଦୁନିଆରେ ଜ୍ଞାନୀ ବ୍ୟକ୍ତି ହେବେ ଆପଣ ଯଦି ଅଧିକା କହିବେ ଆଉ ଶୁଣିବା କମ କରିବେ ନା ଜମା କୌଣସି କ୍ଷେତ୍ରରେ ବି ଆଗକୁ ବଢିପାରିବେ ସବୁବେଳେ ମନେ ରଖିଥାନ୍ତୁ ଶୁଣିବାକୁ ଚେଷ୍ଟା କରନ୍ତୁ ଯଦି ଆପଣ ସାମ୍ନା ବାଲାର କଥାକୁ ଶୁଣୁଛନ୍ତି କେୟାରଫୁଲି ତାହେଲେ ସିଏ ଆପଣଙ୍କ କଥାକୁ ଇଏ କରିବେ ଆଉ 13 ପଏଣ୍ଟ ଏଗ୍ରି ୱିଥ୍ ପ୍ରସପେକ୍ଟ ଯାହା ବି କହୁଛି ତା କଥା ହୁଏତ ସେ କଥା ଭୁଲ କହୁଥାଇପାରେ କିନ୍ତୁ ତାକୁ ପ୍ରପର ୱେରେ ଏଗ୍ରି କରନ୍ତୁ ଯଦି ସେ ଭୁଲ କହୁଛି କିଛି ଯେ ଏତିକାର ପ୍ରଡକ୍ଟ ଟା ଏତିକି ମୁଁ ଜାଣିଛି ଯେ ମୋଦିକାର ପ୍ରଡକ୍ଟ ହାଇ ରେଞ୍ଜ ସେ କହିଲା ଆପଣ ସେଠି କହିଲେ କଣ ନା ହାଇ ରେଞ୍ଜ ନୁହଁ ମତେ ତ ସବୁଠୁ ଶସ୍ତାରେ ମିଳୁଛି ସେମିତି କେବେ କହିବେନି ତାକୁ ଏଗ୍ରି କରିବେ ଆଜ୍ଞା ସାର୍ ଆପଣ ଯାହା କହୁଛନ୍ତି ସାର୍ ପରଫେକ୍ଟ କଥା ମତେ ବି ସାର୍ ଯେବେ ମୁଁ ପ୍ରଥମେ ଜଏନ୍ କରିଥିଲି ମତେ ବି ସେମିତି ଲାଗୁଛି ଯେ ପ୍ରଡକ୍ଟ ବହୁତ କଷ୍ଟ ମୁଁ ଆପଣଙ୍କ କଥାରେ ଏଗ୍ରି ସାର୍ କିନ୍ତୁ ସାର୍ ଦେଖନ୍ତୁ ମୁଁ ଯେତେବେଳେ ସିଷ୍ଟମକୁ ଆସିଲି ଏଇ ୱେରେ କାମ କଲି ଏଇ ୱେରେ ବେନିଫିଟ ପାଇଲି ସାର୍ ମତେ ତ ଆଜିକା ଦିନରେ ସବୁଠୁ ଶସ୍ତା ଲାଗୁଛି ଏ ପ୍ରଡକ୍ଟ ତାହେଲେ ସେଠି କଣ ହେଲା ନା ସେ ସାମ୍ନା ବାଲା ଲୋକ ଯାହା ବି କହିଲେ ଆପଣ ତା କଥାକୁ ଗ୍ରହଣ କଲେ ଏଗ୍ରି କଲେ ଆପଣ ତାକୁ ଡିସଏଗ୍ରି କଲେନି ଡିସଏଗ୍ରି କଲେ କଣ ହବ ନା ସେ ଜାଣିପାରିବ ଯେ ଆପଣ ତା କଥାକୁ ରିସିଭ୍ କରୁନାହାନ୍ତି ସେ କାହିଁକି ଆପଣଙ୍କ କଥାକୁ ଶୁଣିବାକୁ ଯିବ ଏଗ୍ରି କରନ୍ତୁ ତା କଥାରେ ତାକୁ ବୁଝେଇକିରି ପଛରେ ବ୍ରିଫ କରିକି କୁହନ୍ତୁ ସାର୍ ଏମିତି ସିଷ୍ଟମ ମତେ ବି ଲାଗୁଥିଲା ମୁଁ ଯେତେବେଳେ ଏଣ୍ଟ୍ରି କରିଛି ଏବେ ଧୀରେ ଧୀରେ ଜାଣିଲା ପରେ ମତେ ବି ସାର୍ ବହୁତ ଶସ୍ତା ଲାଗୁଛି ମତେ ବି ପ୍ରଥମରୁ ଅଧିକା ଲାଗୁଥିଲା କିନ୍ତୁ ଏବେ ସାର୍ ଶସ୍ତା ଲାଗୁଛି ନା ଶସ୍ତା ଲାଗୁଛି ଆଜ୍ଞା ଆଚ୍ଛା ଠିକ ଅଛି କଥା ଯେତେବେଳେ ଆପଣ କହୁଛନ୍ତି ନା ସାମ୍ନା ବାଲା ଲୋକ କଣ କହିବାକୁ ଚାହୁଁଛନ୍ତି ସେଇଟାକୁ ବୁଝିବାକୁ ଚେଷ୍ଟା କରନ୍ତୁ କିନ୍ତୁ ଆପଣ ଯଦି ନ ବୁଝିକିରି ଆପଣଙ୍କ କଥାଟା ଆଗୁଆ କହିଦିଅନ୍ତି ଯାହାଫଳରେ କି ସାମ୍ନା ବାଲା ଲୋକ ଆପଣଙ୍କ କଥାକୁ ରିସିଭ୍ କରିବ ନାହିଁ ତ ସବୁବେଳେ ଏଗ୍ରି ହୁଅନ୍ତୁ ତା କଥାରେ ଏବଂ ତାକୁ ପ୍ରପର ୱେରେ ବୁଝେଇକି କୁହନ୍ତୁ ସୋ ପ୍ଲାନ୍ ଡେଲି ନଲେଜ ୱିଦାଉଟ୍ ଆକ୍ସନ ଇଜ୍ ନଥିଙ୍ଗ ଯଦି ଆପଣଙ୍କୁ ଡେଲି ପ୍ଲାନ୍ କରିବାର ଅଛି ଆଉ ଆପଣଙ୍କ ପାଖରେ ନଲେଜ ନାହିଁ ତାହେଲେ ଆପଣ ଆକ୍ସନ ନେଇପାରିବେନି ଯେତେ ବି ଆକ୍ସନ କରନ୍ତୁ ନା କାହିଁକି ଆପଣଙ୍କ ପାଖରେ ଯଦି ନଲେଜ ନାହିଁ ନା ତାହେଲେ ଆପଣ କେବେ ବି ସକ୍ସେସ୍ ହେଇପାରିବେ ନାହିଁ କଣ ଲେଖା ହେଲା ନଲେଜ ୱିଦାଉଟ୍ ଆକ୍ସନ ଇଜ୍ ନଥିଙ୍ଗ ଯଦି ଆପଣଙ୍କ ପାଖରେ ନଲେଜ ନାହିଁ ଆପଣ ଆକ୍ସନ କରୁଛନ୍ତି ନା ସେଇଟା କିଛି କାମ ଦବ ନାହିଁ ଡେଲି ପ୍ଲାନ୍ ସହ କରନ୍ତୁ ତା ସହିତ କିଛି ନଲେଜ ବି ନିଅନ୍ତୁ ବହୁତ ଲିଡର ଆମର ଟିମରେ ଅଛନ୍ତି ପ୍ରଡକ୍ଟ ଉପରେ ତ ଯାହା ନଲେଜ ଅଛି ପ୍ରଡକ୍ଟ ଉପରେ ବି ସମ୍ପୂର୍ଣ୍ଣ 100% ନଲେଜ ନାହିଁ ପ୍ଲାନ୍ ଉପରେ ବି 100% ନଲେଜ ନାହିଁ କାହାକୁ ଗୋଟେ ବେନିଫିଟ ବିଷୟରେ କହିଲା ବେଳକୁ ବି 100% ନଲେଜ ନାହିଁ ତାହେଲେ ଆମେ ଭାଇ କଣ କରୁଛେ ଏ ସିଷ୍ଟମରେ ଏତେ ମିଟିଂ ଟ୍ରେନିଂ ଯାଉଛେ ଏତେ ପ୍ରୋଗ୍ରାମ ଆଟେଣ୍ଡ କରୁଛେ ଏତେ ଅନଲାଇନ ଅଫଲାଇନ ପ୍ରୋଗ୍ରାମ ଦେଖୁଛେ ତାହେଲେ କଣ ଶିଖୁଛେ ଆମେ ଯଦି ମୁଁ ମୋଦିକାର ଜଣେ ଆମେ କଣ ଆମେ ଆଡଭାଇଜର ଆମେ ଆଡଭାଇସ ଦେବାକୁ ଏଠି ଅଛେ ଆମେ ଲୋକଙ୍କୁ ଆଡଭାଇଜର ହିସାବରେ ଆଡଭାଇସ ଦଉଛେ ଏଇଟା କରନ୍ତୁ ତ ଆମେ ଯଦି ଆଡଭାଇଜର ହେଇକି ଜାଣିନେ କିଛି ତାହେଲେ ଆମେ ମାର୍କେଟକୁ ଗଲେ କଣ ଲାଭ ଅଛି ତାଙ୍କୁ ପଚରା ଯାଉଛି ଆପଣ ପିଭି କଣ ବିଭି କଣ ନା ପିଭି କଣ ବିଭି କଣ ମୁଁ ଜାଣିନି
କେତେ ପିଭିରେ କେତେ ପିଭି ନା ମୁଁ ଜାଣିନି, ତାହେଲେ ଆପଣ କଣ କରୁଛନ୍ତି ସିଷ୍ଟମ? କମ୍ପାନୀ ଆପଣ ଯଦି କୋଉଠି ଜବ୍ କରିଥାନ୍ତେ କାହା ପାଖରେ ଆପଣ ଏ ଜାଣିନଥାନ୍ତେ, ଅଟୋମେଟିକ ଜାଣିଥାନ୍ତେ, ବାଧ୍ୟ ହେଇଥାନ୍ତେ ଜାଣିବାକୁ, ଦିନ ରାତି ଘୋଷିକି ଲେଖିଥାନ୍ତେ ଯେ ମୁଁ ପିଭି କଣ ଜାଣିବି, ଏଇ ୱାନ ପିଭି କେତେ ପିଭି କେତେ। ଆପଣଙ୍କର ଏଠି କେହି କଣ ନା ବସ୍ ନାହିଁ, କେହି ଆପଣ ଟିକେ ଇନଭେଷ୍ଟ କରିନାହାନ୍ତି ଯେ ଲସ୍ ହେଇଯାଉଛି, ବା ଆପଣଙ୍କର ରିସ୍କ ନାହିଁ। କମ୍ପାନୀ ତ ଚାଲିଛି ଆମେ ଚାଲିଛୁ। କାହିଁକି ଚାଲିଛନ୍ତି ନା ଆପଣଙ୍କୁ ବିଜନେସ ନିଜର ବିଜନେସକୁ ନିଜର ଭାବୁନାହାନ୍ତି, ବିଜନେସ ନିଜେ ଓନରସିପ ମାଇଣ୍ଡ ନାହିଁ ଆପଣଙ୍କର। ଯଦି ବିଜନେସ ଓନର ଆପଣ ନିଜେ ହେଇଯିବେ ନା, ତାହେଲେ ଆପଣଙ୍କର ଅଟୋମେଟିକ ସବୁ ଜିନିଷ ମନେ ରହିଯିବ। ପଦ୍ମନାଥ ସାର୍ ଯେମିତି କିଛି ଦିନ ପୂର୍ବରୁ ଟ୍ରେନିଂ ହଉଥିଲା ଆମର ଅଳୁକୁଣ୍ଡରେ ପ୍ରୋଗ୍ରାମ ହଉଥିଲା, ଗୋଟେ ଟପିକ୍ କହିଥିଲେ, କାହାର ମନେ ଅଛି ସେ ଜିନିଷଟା? ତ ଆମେ କଣ ହେଲେ ବେନିଫିଟ ପାଇବା କେବଳ ବିଜନେସ ଓନର ହେଲେ। ଯଦି ବିଜନେସ ଓନର ହବା, ବିଜନେସ ଓନରସିପ ନେଇ କାମ କରିବା, ମୋ ବିଜନେସ ଭାବି କାମ କରିବା, ମୁଁ ଏ ବିଜନେସ ମାଲିକ, ତାହେଲେ ନିଶ୍ଚୟ ସକ୍ସେସ୍ ହବ। ଆଉ ଯଦି ମୁଁ ଭାବୁନି ମୋର ବୋଲି, ତାହେଲେ ମତେ କେମିତି ସକ୍ସେସ୍ ମିଳିବ? ଯିଏ ଭାବୁଛି ସିଏ ପାଉଛି। ଆମେ ଭାବି ପାରୁନେ, ଆଉ ଭାବିବାକୁ ପଇସା ପଡୁଛି। ଆପଣ କାହା ପାଖରେ କାମ କରୁଛନ୍ତି, ସେଠି ତ ଦିନ ରାତି ଖଟୁଛନ୍ତି। 8 ଘଣ୍ଟା କହିବା ଜାଗାରେ 2 ଘଣ୍ଟା ଆହୁରି ଖଟିବାକୁ ଚାହିଁଲେ ବି ଖଟୁଛନ୍ତି, କାହିଁକିନା ସେଠି ଆପଣ ଜାଣିଛନ୍ତି ମାସ ଶେଷକୁ 20,000 କି 25,000 ମିଳିବ। କିନ୍ତୁ ଏଠି କେହି ବସ୍ ନାହିଁ ଆପଣଙ୍କର, କେହି ମାନେ ଆପଣଙ୍କର ଅ ଇଏ ନାହାନ୍ତି ଲିଡର ଯେ ଆପଣଙ୍କୁ ମାନେ ପ୍ରେସରାଇଜ କରି କହିବେ। ଆପଣ ସହ ମଟରେ ଚାଲିଛନ୍ତି। ସବୁବେଳେ ମନେ ରଖନ୍ତୁ ଆକ୍ସନ ୱିଦାଉଟ୍ ନଲେଜ ଇଜ ନଥିଙ୍ଗ। ଆପଣ ଯାହା ବି ଆକ୍ସନ କରନ୍ତୁ, ଯଦି ନଲେଜ ଆପଣଙ୍କ ପାଖରେ ନାହିଁ, ଆପଣ ମାର୍କେଟରେ ହାରିଯିବେ। କାହିଁକିନା ଆଜିକା ଦିନରେ ଲୋକଙ୍କୁ କୌଣସି କଥା ପଛପା ନାହିଁ। ଭାଇ ଆଙ୍ଗୁଠି ଟିପିଲେ ସବୁ ଦେଖି ଯାଉଛି, ଗୁଗୁଲ ବାବାକୁ ପଚାରି ଦେଲେ ଅଲ୍ ଏ ଟୁ ଜେଡ୍ ଜିନିଷ ଲୋକ ଦେଖିପାରିବେ। ଆପଣ କଣ ତାକୁ କହିପାରିବେ? ସବୁବେଳେ ନଲେଜ ନିଅନ୍ତୁ, ଏବଂ ନଲେଜ ନେଇକି ମାର୍କେଟକୁ ଓହ୍ଲାନ୍ତୁ। ଯଦି ନଲେଜ ଆପଣଙ୍କ ପାଖରେ ଅଛି ନା, ଆପଣ କୌଣସି ଫିଲ୍ଡରେ ହାର ମାନିବେନି। So thank you. This is all about my today's presentation.